أشهد أن لا إله إلا الله وحده لا شريك له وأشهد أن محمدا عبده ورسوله أما بعد فأعوذ بالله من الشيطان الرجيم بسم الله الرحمن الرحيم الحمد لله رب العالمين الرحمن الرحيم مالك يوم الدين إياك نعبد وإياك نستعين اهدنا الصراط المستقيم صراط الذين أنعمت عليهم غير المغضوب عليهم ولا الضالين. ଚଳିତ ଯୁଗରେ ହଜରତ ମହମ୍ମଦ ମୁସ୍ତଫା ସല്ലଲ୍ଲାହୁ ଆଲାଇହି वसल्लमଙ୍କ ପବିତ୍ର ଶିକ୍ଷାର କେବଳ ମହାଭାଗଙ୍କ ସତ୍ୟନିଷ୍ଠ ଦାସ ହଜରତ ମସିହ ମଉଦ ଆଲାଇହି ସଲାତୁ ସଲାମ ହିଁ ସର୍ବାଧିକ ଅନୁକରଣ କରୁଥିବାର ଦୃଶ୍ୟମାନ ହେଉଅଛି। ହୁଜୁର ସല്ലଲ୍ଲାହୁ ଆଲାଇହି वसल्लमଙ୍କ ଉପାସନା ଓ ସେଥି ସଂକ୍ରାନ୍ତରେ ଉପଦେଶାବଳୀ ଗତ ଖୁତବାରେ ବର୍ଣ୍ଣନା କରାଯାଇଥିଲା। ଆଜି ହଜରତ ମସିହ ମଉଦ ଆଲାଇହି ସଲାତୁ ସଲାମଙ୍କ ଉପାସନାର ସେହି ଘଟଣାବଳୀ ଉପସ୍ଥାପନ କରିବି, ଯାହାକି ପୁଣ୍ୟ ଶ୍ଳୋକଙ୍କ ଅନୁସରଣରେ ଆମକୁ ଦେଖିବାକୁ ମିଳିଥାଏ। ହଜରତ ମିର୍ଜା ବଶୀର ଅହମଦ ସାହେବ ରଜିୟତାଲା ବର୍ଣ୍ଣନା କରନ୍ତି, ହଜରତ ମିର୍ଜା ମହମ୍ମଦ ଦୀନ ସାହେବ ରଜିୟତାଲା ମୋତେ ପତ୍ର ଲେଖି ଅବଗତ କରାଇଥିଲେ ଯେ ମୁଁ ନିଜ ବାଲ୍ୟକାଳରୁ ହଜରତ ମସିହ ମଉଦ ଆଲାଇହି ସଲାତୁ ସଲାମଙ୍କୁ ଦେଖି ଆସୁଛି। ସର୍ବପ୍ରଥମେ ମୁଁ ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लमଙ୍କୁ ତାଙ୍କ ପିତା ହଜରତ ମିର୍ଜା ଗୁଲାମ ମୁର୍ତ୍ତଜା ସାହେବଙ୍କ କାଳରେ ଦେଖିଥିଲି। ଯେତେବେଳେ କି ମୁଁ ଶୈଶବ ଅବସ୍ଥାରେ ଥିଲି, ହୁଜୁର ଆଲାଇହି वसल्लमଙ୍କର ଅଭ୍ୟାସ ଥିଲା, ହଜରତ ମସିହ ମଉଦ ଆଲାଇହି ସଲାତୁ ସଲାମଙ୍କର ଅଭ୍ୟାସ ଥିଲା ଯେ ରାତିରେ ଇଶା ନମାଜ ପରେ ହୁଜୁର ଶୀଘ୍ର ଶୟନ କରୁଥିଲେ। ମଧ୍ୟରାତ୍ରିରେ ଅର୍ଥାତ୍ ରାତ୍ରି 1 ଘଟିକା ସମୟରେ ତହଜୁଦ ନମାଜ ପାଠ କରିବାକୁ ଜାଗ୍ରତ ହେଉଥିଲେ। ଆଉ ହୁଜୁର ଆଲାଇହି ସଲାମ ତହଜୁଦ ନମାଜ ପାଠ କରିବା ପରେ ପବିତ୍ର କୁରାନର ଆବୃତ୍ତି କରୁଥିଲେ। ଏପରିକି ପ୍ରାତଃକାଳୀନ ନମାଜର ଅଜାନ ହେଉଥିଲା। ତାପରେ ନମାଜ ପାଠ କରିବାକୁ ହୁଜୁର ଆଲାଇହି ସଲାମ ମସଜିଦ ଚାଲି ଯାଉଥିଲେ ଓ ସାମୂହିକ ନମାଜରେ ସାମିଲ ହେଉଥିଲେ। କଦାଚିତ୍ ନିଜେ ନମାଜ ପଢ଼ାଉଥିଲେ ତ କେବେ ଇମାମ ମସଜିଦ ଅର୍ଥାତ୍ ଶ୍ରୀମାନ ମିଆଁ ଜାନ ମହମ୍ମଦ ସାହେବ ପଢ଼ାଇ ଦେଉଥିଲେ। ମୁଁ ହୁଜୁର ଆଲାଇହି ସଲାମଙ୍କୁ ମସଜିଦରେ ସୁନ୍ନତ ନମାଜ ପାଠ କରୁଥିବାର ଦେଖି ନାହିଁ। ହଜରତ ମସିହ ମଉଦ ଆଲାଇହି ସଲାତୁ ସଲାମ ନିଜ ଉପାସନା ସଂକ୍ରାନ୍ତରେ କୁହନ୍ତି, ଆଲ୍ଲାହ ତାଆଲା କିପରି ଆପଣ ଆଲାଇହି ସଲାମଙ୍କୁ ଉପାସନା କରିବା ନିମନ୍ତେ ଶକ୍ତି ଓ ସାମର୍ଥ୍ୟ ପ୍ରଦାନ କରିଥିଲେ। ତେବେ ସେ ଯାହା ହେଉ, ହୁଜୁର ଆଲାଇହି ସଲାମ ନିଜ ଅବସ୍ଥାର ଯେଉଁ ନକ୍ସା ଅଙ୍କନ କରିଛନ୍ତି ତାହା ଏହିପରି ଯେ ମୁଁ କେବେ ବି କଠିନ ପରିଶ୍ରମ କରିନାହିଁ ଏବଂ ନା ହିଁ ମୁଁ ସାମ୍ପ୍ରତିକ କାଳର କେତେକ ସାଧୁସନ୍ଥ ମାନଙ୍କ ପରି କଠିନ ତପସ୍ୟା କରିଛି। ସେହିପରି ମୁଁ ନିୟମିତ କୋଣରେ ବସି କୌଣସି ଚିଲ୍ଲା କରିନାହିଁ। ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लमଙ୍କ ସୁନ୍ନତ ବିରୋଧୀ କୌଣସି କାର୍ଯ୍ୟ କରିଛି। ବରଂ ମୁଁ ସର୍ବଦା ଏହି ଫକୀରମାନଙ୍କ ଠାରୁ ଅନାସକ୍ତ ରହିଛି, ଯେଉଁମାନେ ନାନା ପ୍ରକାରର ବିଦ୍ଦତ୍ ଅର୍ଥାତ୍ କୁପ୍ରଥାରେ ଲିପ୍ତ ରହିଛନ୍ତି। ନା ମୁଁ କଦାପି ଏକାନ୍ତବାସ କରିଛି, ନା ସଂସାର ତ୍ୟାଗ କରିଛି, ଯଦ୍ୱାରା କି ଈଶ୍ୱରଙ୍କ ବାଣୀ ଉପରେ ଆପତ୍ତି କରିବାର କାହାକୁ ଅବସର ମିଳିବ। ହଜରତ ମସିହ ମଉଦ ଆଲାଇହି ସଲାତୁ ସଲାମ ନିଜ ପିତାଙ୍କ ଦେହାନ୍ତ ସମୟରେ ନିଜର ଏକ ଅଭ୍ୟାସର ଘଟଣା ବ୍ୟାଖ୍ୟା କରିଛନ୍ତି, ଯହିଁରେ ହୁଜୁର ଆଲାଇହି ସଲାମ ଜଣେ ପୁଣ୍ୟବାନଙ୍କୁ ସ୍ୱପ୍ନରେ ଦେଖିଥିଲେ, ଯିଏକି ଏହି ମତ ପ୍ରକାଶ କଲେ କି ଅବତାରମାନଙ୍କର ଏହି ସୁନ୍ନତ ଓ ପରମ୍ପରା ରହିଛି ଯେ ଉପବାସ କରିବା ଦ୍ୱାରା ଦିବ୍ୟ ଜ୍ୟୋତି ଲାଭ ହୋଇଥାଏ। ହୁଜୁର ଆଲାଇହି ସଲାମ କୁହନ୍ତି, ଅତଃ ମୁଁ କିଛି ଅବଧି ପର୍ଯ୍ୟନ୍ତ ଉପବାସ କରିବାକୁ ସ୍ଥିର କଲି। ଏଥିସହିତ ଏକଥାକୁ ଗୋପନ ରଖିବାକୁ ଉତ୍ତମ ମଣିଲି। ସୁତରାଂ ମୁଁ ଆମ ପୁରୁଷ ବୈଠକ ଘରୁ ଖାଇବା ମଗାଉଥିଲି ଓ ତାହା କେତେକ ଅନାଥ ପିଲାଙ୍କ ମଧ୍ୟରେ
ବଣ୍ଟନ କରିଦେଉଥିଲି। ସେମାନଙ୍କୁ ଆଗରୁ ମୁତୟନ କରି ରଖିଥିଲି ଓ ସେମାନଙ୍କ ମଧ୍ୟରେ ତାହା ବାଣ୍ଟି ଦେଉଥିଲି, ଅର୍ଥାତ୍ ଖାଦ୍ୟ ଦ୍ରବ୍ୟ ଯାହାକି ଘରୁ ହୁଜୁର ଆଲାଇହିସଲାମଙ୍କ ପାଇଁ ଆସୁଥିଲା। ତେବେ ପରାକ୍ରମୀ ଆଲ୍ଲାହ ତାଆଲାଙ୍କ ବ୍ୟତୀତ ଅନ୍ୟ କାହାରିକୁ ମୋର ସେହି ଉପାସନା ସଂକ୍ରାନ୍ତରେ ଖବର ନଥିଲା। ପୁନଶ୍ଚ 2-3 ସପ୍ତାହ ପରେ ହୁଜୁର ଆଲାଇହିସଲାମ ନିଜ ଆହୁରି ହ୍ରାସ କରିଦେଇଥିଲେ, ଅର୍ଥାତ୍ ଗୋଟିଏ ଦିନରେ କେବଳ ଗୋଟିଏ ରୋଟି ସେବନ କରୁଥିଲେ। ତାପରେ ହୁଜୁର ଆଲାଇହିସଲାମ ନିଜ ଭୋଜନର ମାତ୍ରାକୁ ଏତେ ହ୍ରାସ କରିଦେଇଥିଲେ ଯେ ତାହାକୁ ଜଣେ ଶିଶୁ ମଧ୍ୟ ସେବନ କରି ରହିପାରିବ ନାହିଁ। ଏହିପରି ହୁଜୁର ଆଲାଇହିସଲାମ ନିରନ୍ତର ଭାବରେ 8-9 ମାସ ପର୍ଯ୍ୟନ୍ତ ଉପବାସ କରିଥିଲେ। ସେହି ଉପବାସର ଚମତ୍କାର ମଧ୍ୟରୁ ମୁଁ ଅନୁଭବ କଲି ତାହା ଅତ୍ୟନ୍ତ ଆତ୍ମାଶକ୍ତି ଦ୍ୱାରା ପ୍ରଭାବିତ କରୁଥିବା ଏଭଳି ଦିବ୍ୟ ଶକ୍ତି ଥିଲା ଯାହା ଅନ୍ୟମାନଙ୍କୁ ତ ଦେଖାଯାଉନଥିଲା, କିନ୍ତୁ ତାହାର ପ୍ରଭାବ ମୋ ଉପରେ ଉନ୍ମୋଚିତ ହୋଇଥିଲା। ସୁତରାଂ କେତେକ ବିଗତ ଅବତାରମାନଙ୍କ ସହିତ ମୋର ସାକ୍ଷାତ ହେଲା। ଏକଦା ଠିକ୍ ଜାଗ୍ରତ ଅବସ୍ଥାରେ ହୁଜୁର ସଲ୍ଲଲ୍ଲାହୁ ଆଲାଇହି ವಸಲ್ಲಂଙ୍କୁ ହଜରତ ହସନ ରଜିୟତାଲ୍ଲାହ ଓ ହଜରତ ହୁସୈନ ରଜିୟତାଲ୍ଲାହ, ହଜରତ ଅଲି ଓ ହଜରତ ଫାତିମା ରଜିୟତାଲ୍ଲାହଙ୍କୁ ଦେଖିବାର ସୌଭାଗ୍ୟ ମିଳିଲା। ଏହା ସ୍ୱପ୍ନ ନଥିଲା, ବରଂ ଜାଗ୍ରତ ଅବସ୍ଥା ଥିଲା। ଅତଃ ଏହିପରି ଭାବରେ ଅନେକ ସାଧୁ ସନ୍ତଙ୍କୁ ମୁଁ ଭେଟିଥିଲି। ଏତଦ୍ ଭିନ୍ନ ସେହି ଆଧ୍ୟାତ୍ମିକ ସାଦୃଶ୍ୟମୂଳକ ସ୍ତର ଉପରେ ସବୁଜ ଓ ନାଲି ରଙ୍ଗ ଏପରି ମନୋରମ ରୂପ ଦୃଶ୍ୟମାନ ହେଉଥିଲା ଯାହାକୁ ଅବର୍ଣ୍ଣନୀୟ ଓ ଲେଖନୀ ସାମର୍ଥ୍ୟ ବହିର୍ଭୂତ। ସେହି ଆଲୋକ ସ୍ତମ୍ଭ ଯାହାକି ସିଧାସଳଖ ଆକାଶ ପର୍ଯ୍ୟନ୍ତ ଦୀର୍ଘାୟୁ ରହିଛି, ଭୂମିଠାରୁ ଊର୍ଦ୍ଧ୍ୱଗାମୀ ହୋଇ ରହିଛି, ଯହିଁରେ କେତେକ ଜାଜୁଲ୍ୟମାନ ଧବଳ ଓ ସବୁଜ ତଥା ଲାଲି ରଙ୍ଗ ରହିଥିଲା। ସେହି ବର୍ଣ୍ଣକୁ ହୃଦୟ ସହିତ ଏପରି ସମ୍ପର୍କ ରହିଥିଲା, ସେଗୁଡ଼ିକୁ ଦେଖି ହୃଦୟ ତୃପ୍ତ ଓ ସନ୍ତୁଷ୍ଟି ଲାଭ କରୁଥିଲା। ହଜରତ ମସିହ ମଉଦ ଆଲୈହିସ୍ସଲାତୁ ୱସ୍ସଲାମ ଆହୁରି କୁହନ୍ତି, ମୋ ଧାରଣାରେ ସେହି ସ୍ତମ୍ଭ ଈଶ୍ୱର ଓ ଭକ୍ତମାନଙ୍କର ପ୍ରେମର ସମ୍ମିଶ୍ରଣ ଦ୍ୱାରା ଏକ ସମ୍ଭାକୃତି ସୃଷ୍ଟି କଲା, ଅର୍ଥାତ୍ ସେହି ସ୍ତମ୍ଭ ଏପରି ନିର୍ମିତ ହେଲା ଯେ ତାହା ନିମ୍ନ ଭାଗରୁ ଊର୍ଦ୍ଧ୍ୱଭାଗ ଓ ଊର୍ଦ୍ଧ୍ୱଭାଗରୁ ନିମ୍ନାଭିମୁଖୀ ଆସିବାର ଥିଲା ଓ ପରସ୍ପର ମଧ୍ୟରେ ସମ୍ମିଳିତ ହୋଇଯାଉଥିଲା। ତାହା ଏକ ସ୍ତମ୍ଭ ଆକୃତିର ରୂପ ନେଇଥିଲା। ଏସବୁ ଆଧ୍ୟାତ୍ମିକ ପ୍ରସଙ୍ଗ, ଏଗୁଡ଼ିକୁ ସଂସାର ଚିହ୍ନି ପାରିବ ନାହିଁ, କାରଣ ସଂସାରର ସେହି ଶକ୍ତି, ସେହି ସାମର୍ଥ୍ୟ ନାହିଁ। ଅତଏବ ସେହି ଅବଧି ପର୍ଯ୍ୟନ୍ତ ମୋତେ ସେହି ମୁକାଶଫାତ ହୋଇଥିଲା। ଦିବ୍ୟ ଦୃଶ୍ୟ ଓ ଦିବ୍ୟ ସମ୍ଭାଷଣ ମୋ ସହିତ କରାଯାଇଥିଲା। ମୁଁ ସେହି ପରିଶ୍ରମ ପରେ ନିଜର ଆତ୍ମାକୁ ଏପରି ପାଇଲି ଯେମିତି ମୁଁ ଆବଶ୍ୟକ ସ୍ଥଳେ ଭୋକିଲା ଉପରେ ଅଧିକ ଧୈର୍ଯ୍ୟ ପ୍ରଦର୍ଶନ କରିପାରିବି। ମୁଁ ଅନେକ ଥର ଏହା ଚିନ୍ତା କରିଥିଲି ଯେ ଯଦି ଜଣେ ମୋଟା ବ୍ୟକ୍ତିକୁ ମୋଟାପଣ ସତ୍ତ୍ୱେ ଓ ପହଲମାନ ହେବା ସତ୍ତ୍ୱେ ମୋ ସହିତ ଯେତେବେଳେ କି ମୁଁ ଭୋକିଲା ରହିଥିଲି ସେହିପରି ରହିବାକୁ ବାଧ୍ୟ କରାଯାଏ, ତେବେ ମୁଁ ଆହାର ଖାଇବା ନିମନ୍ତେ ବ୍ୟଗ୍ର ହେବା ପୂର୍ବରୁ ସେହି ମୋଟା ବ୍ୟକ୍ତି ହିଁ ମୃତ୍ୟୁବରଣ କରିଯିବ। ତହିଁରୁ ଏହା ପ୍ରମାଣ ମିଳେ ଯେ ମନୁଷ୍ୟ ଭୋକିଲା ରହିବା ପାଇଁ ଯେଉଁ ସୀମା ପର୍ଯ୍ୟନ୍ତ ଉନ୍ନତି କରିପାରିବ, ଯେପର୍ଯ୍ୟନ୍ତ କୌଣସି ବ୍ୟକ୍ତିର ଶରୀର ଏହି ପ୍ରକାରର କଷ୍ଟ ସହ୍ୟ କରିବା ନିମନ୍ତେ ସକ୍ଷମ ହୋଇଯାଇ ନାହିଁ, ସେ ପର୍ଯ୍ୟନ୍ତ ମୋର ଏହି ଧାରଣା ରହିଥିଲା ଯେ ସେହି ବ୍ୟକ୍ତି ପୁରସ୍କାର ପ୍ରିୟ ହୋଇଥାଉ ନା କାହିଁକି ଆଧ୍ୟାତ୍ମିକ ମର୍ଯ୍ୟାଦାର ଅଧିକାରୀ କଦାପି ହୋଇପାରିବ ନାହିଁ। କିନ୍ତୁ ମୁଁ ପ୍ରତ୍ୟେକ ବ୍ୟକ୍ତିକୁ ଏହି ଉପଦେଶ ଦେଉନାହିଁ ଯେ ସେ ଏହିପରି କରୁ, କାରଣ ମୁଁ ଏହା ସ୍ୱଇଚ୍ଛାରେ କରିନଥିଲି, ବରଂ ଆଲ୍ଲାହ ତାଆଲାଙ୍କ ଆଦେଶ କ୍ରମେ ଏହା କରିଥିଲି। ମୁଁ ଅନେକ ଥର ଏପରି ମୂର୍ଖ ସାଧୁମାନଙ୍କୁ ଦେଖିଛି। ସେମାନେ ଘୋର ତପସ୍ୟା କରନ୍ତି, ପରିଶେଷରେ ଶୁଷ୍କ ମସ୍ତିଷ୍କ ଯୋଗୁଁ ସେମାନେ ପାଗଳ ହୋଇଯାଆନ୍ତି। ତେଣୁ ଆଜିକାଲିର ଅନେକ ଅବୋଧ ଫକୀରମାନେ ଯେଉଁମାନେ ତପସ୍ୟା ଓ ପରିଶ୍ରମ ସମ୍ବନ୍ଧୀୟ ଶିକ୍ଷା ପ୍ରଦାନ କରନ୍ତି, ସେମାନଙ୍କ ପରିଣାମ ଭଲ ହୋଇନଥାଏ। ଅତଏବ ସେମାନଙ୍କ ଠାରୁ ଦୂରେଇ ରହିବା ଉଚିତ। ବର୍ତ୍ତମାନ ତ କେତେକ ଲୋକମାନେ ଏହା କୁହନ୍ତି ଯେ ଏହା କର, ତାହା କର, ତେବେ ଏପରି ଲୋକମାନଙ୍କର କଥା ମାନିବା ଉଚିତ ନୁହଁ। ବରଂ ଆଜିକାଲି ତ ଟିଭିର କାର୍ଯ୍ୟକ୍ରମରେ ମଧ୍ୟ ଆସିଥାଏ
ଲୋକମାନଙ୍କୁ ଏହା ଦେଖିବା ଉଚିତ। ମଧ୍ୟବର୍ତ୍ତୀ ମାର୍ଗ ଆପଣାଇବା ଉଚିତ। ଯେପର୍ଯ୍ୟନ୍ତ ନିଜ ମଧ୍ୟରେ ସାମର୍ଥ୍ୟ ରହିଛି, ଶକ୍ତି ରହିଛି, ସେ ପର୍ଯ୍ୟନ୍ତ ଆଲ୍ଲାହ ତାଆଲାଙ୍କର ଉପାସନା ଓ ଆରାଧନା କରିବାକୁ ଉଦ୍ୟମ କରିବା ଉଚିତ। ହୁଜୁର ସല്ലଲ୍ଲାହୁ ଆଲାଇହି ୱସଲ୍ଲମଙ୍କର ମଧ୍ୟ ଏହି ସୁନ୍ନତ ଥିଲା ଓ ଆପଣ ନିଜ ଅନୁଗାମୀମାନଙ୍କୁ ମଧ୍ୟ, ଅନୁଚରମାନଙ୍କୁ ମଧ୍ୟ, ସାହାବାମାନଙ୍କୁ ମଧ୍ୟ ଏହି ଉପଦେଶ ଦେଉଥିଲେ ଓ ନିଜ ସାମର୍ଥ୍ୟଠାରୁ ବଳି ଉପାସନା କରିବା, ଆରାଧନା କରିବାକୁ ବାରଣ କରୁଥିଲେ। ଏକଦା ହୁଜୁର ଆଲାଇହିସ୍ ସାଲାମ ଛାତ ଉପରୁ ତଳକୁ ଖସି ପଡ଼ିଲେ। ଯେତେବେଳେ ହୁଜୁର ଆଲାଇହିସ୍ ସାଲାମଙ୍କର ଚେତା ଫେରିଲା, ହୁଜୁର ତତ୍କ୍ଷଣାତ୍ ପଚାରିଲେ, କ'ଣ ନମାଜର ସମୟ ହୋଇଗଲାଣି ନା ନାହିଁ? ଅର୍ଥାତ୍ ନମାଜ ପାଠ କରିବାକୁ ଆପଣ ଏତେ ଭଲ ପାଉଥିଲେ। ହଜରତ ମୀର ମହମ୍ମଦ ଇସ୍ମାଇଲ ସାହେବ ବର୍ଣ୍ଣନା କରନ୍ତି, ମୋତେ 1895 ମସିହାର ପବିତ୍ର ରମଜାନ ମାସ ଧର୍ମପୀଠ କାଦିଆନରେ ଅତିବାହିତ କରିବାର ଅବସର ମିଳିଲା। ଅତଏବ ମୁଁ ସମ୍ପୂର୍ଣ୍ଣ ମାସ ହୁଜୁର ଆଲାଇହିସ୍ ସାଲାମଙ୍କ ପଛରେ ତହଜୁଦ ନମାଜ ପାଠ କଲି, ତରାବି ନମାଜ ପାଠ କଲି। ସେ କୁହନ୍ତି, ହୁଜୁର ଆଲାଇହିସ୍ ସାଲାମ ୱିତର ନମାଜ ରାତ୍ରର ପ୍ରଥମ ପହରରେ ପାଠ କରି ନେଉଥିଲେ ଆଉ ତରାବି ନମାଜ ରାତ୍ରର ଶେଷ ପହରରେ 2 ରେକାତ ଲେଖାଏ ପାଠ କରୁଥିଲେ, ଅର୍ଥାତ୍ ତହଜୁଦ ନମାଜ। ସେଥିରେ ହୁଜୁର ଆୟତୁଲ କୁର୍ସି ତିଲାୱତ କରୁଥିଲେ, ଅଲ୍ଲାହୁ ଲା ଇଲାହା ଇଲ୍ଲା ହୁଆ ୱହୁୱଲ ଅଲିୟୁଲ ଅଜୀମ। ଓ ଦ୍ୱିତୀୟ ରେକାତରେ ହୁଜୁର ସୂରତୁଲ ଇଖଲାସ ପାଠ କରୁଥିଲେ ଓ ରୁକୁ ଓ ସଜଦାରେ ହୁଜୁର ଆଲାଇହିସ୍ ସାଲାମ ୟା ହୟ୍ୟୁ ୟା କୟ୍ୟୁମ ବେରହମତିକା ଅସ୍ତଗୀସ ବହୁଳ ଭାବରେ ଆବୃତ୍ତି କରୁଥିଲେ। ଏପରି ସ୍ୱରରେ ପାଠ କରୁଥିଲେ ଯେପରି ମୁଁ ହୁଜୁର ଆଲାଇହିସ୍ ସାଲାମଙ୍କ ସ୍ୱରକୁ ଶୁଣିପାରୁଥିଲି। ଅର୍ଥାତ୍ ହୁଜୁର ଉଚ୍ଚ ସ୍ୱରରେ ତ ପାଠ କରୁନଥିଲେ, ଧୀର ସ୍ୱରରେ ପାଠ କରୁଥିଲେ, ତଥାପି ତାହା ପାଖରେ ଥିବା ବ୍ୟକ୍ତିକୁ ଶୁଣାଯାଉଥିଲା। ତାପରେ ହୁଜୁର ସେହରି ସେବନ କରୁଥିଲେ। ସେହରିରେ ଆପଣ ଏତେ ବିଳମ୍ବତା କରୁଥିଲେ ଯେ ବେଳେବେଳେ ସେହରି ଖାଇବା ସମୟରେ ଅଜାନ ମଧ୍ୟ ହୋଇଯାଉଥିଲା ଓ ଅଜାନ ଶେଷ ହେବା ପର୍ଯ୍ୟନ୍ତ ହୁଜୁର ଆଲାଇହିସ୍ ସାଲାମ ସେହରି କରୁଥିଲେ। ହଜରତ ମିର୍ଜା ବଶୀର ଅହମଦ ସାହେବ ଉଲ୍ଲେଖ କରିଛନ୍ତି, ପ୍ରକୃତ ପ୍ରସଙ୍ଗ ଏହିକି ଯେ ପର୍ଯ୍ୟନ୍ତ ପୂର୍ବ ଦିଗ୍ବଳୟରୁ ସୂର୍ଯ୍ୟ ଉଦୟ ହୋଇଯାଇନାହିଁ ସେ ପର୍ଯ୍ୟନ୍ତ ସେହରି ସେବନ କରିବା ବୈଧ ଅଟେ। ଅଜାନ ସହିତ ସେହରିର କୌଣସି ସମ୍ପର୍କ ନାହିଁ, କାରଣ ସକାଳର ଅଜାନର ସମୟ ମଧ୍ୟ ଉଷାକାଳୀନ ବୋଲି ଧାର୍ଯ୍ୟ କରାଯାଇଛି। ସେଥିପାଇଁ ଲୋକମାନେ ସାଧାରଣତଃ ସେହରି ଶେଷ ସମୟ ଅଜାନ ହେବା ବୋଲି ମନେ କରି ନେଇଥାନ୍ତି। ହୁଜୁର ରଜିୟତାଲା ଉଦାହରଣ ଦେଇ ବର୍ଣ୍ଣନା କରିଛନ୍ତି ଯେ ଯେହେତୁ କାଦିଆନରେ ସକାଳର ଅଜାନ ସହିତ ହୋଇଥାଏ, କେବଳ ସେତିକି ନୁହେଁ ବରଂ ସମ୍ଭବତଃ ବେଳେବେଳେ ଭୁଲବଶତଃ ଓ ସାବଧାନତା ଯୋଗୁଁ ଏହା ପୂର୍ବରୁ ମଧ୍ୟ ଅଜାନ ହୋଇଯାଇଥାଏ। ତେଣୁ ଏପରି ଅବସରରେ ହୁଜୁର ଆଲାଇହିସ୍ ସାଲାମ ଅଜାନକୁ ପରୱା କରନ୍ତି ନାହିଁ, ବରଂ ଅଜାନ ଶେଷ ହେବା ପର୍ଯ୍ୟନ୍ତ ମଧ୍ୟ ସେହରି କରନ୍ତି। କାରଣ ପବିତ୍ର କୁରାନର ଆଦେଶ ଏହା ରହିଛି ଯେ ସକାଳର ଧବଳ ବର୍ଣ୍ଣ ପ୍ରକଟିତ ହେବା ପର୍ଯ୍ୟନ୍ତ ସେହରି କରିପାରିବ। ଯେତେବେଳେ ସକାଳର ଧବଳ ବର୍ଣ୍ଣ ପ୍ରକଟିତ ହୋଇଯିବ ସେତେବେଳେ ସେହରିରୁ ପରିତ୍ୟାଗ କରିବା ଉଚିତ, ସେହରି ଖାଇବା ପରିତ୍ୟାଗ କରିବା ଉଚିତ। ସୁତରାଂ ତବେଇନର ଶବ୍ଦଟି ଏହି କଥାକୁ ପରିପ୍ରକାଶ କରୁଅଛି। ହଦିସରେ ମଧ୍ୟ ବର୍ଣ୍ଣିତ ରହିଛି, ହୁଜୁର ସല്ലଲ୍ଲାହୁ ଆଲାଇହି ୱସଲ୍ଲମ କହିଲେ, ହେ ସାହାବାମାନେ, ତୁମେମାନେ ହଜରତ ବିଲାଲ ରଜିୟତାଲାଙ୍କ ଅଜାନ ଶୁଣିବା ମାତ୍ରେ ସେହରି କରିବା ତ୍ୟାଗ କର ନାହିଁ, ବରଂ ଇବ୍ନେ ଉମ୍ମେ ମକ୍ତୁମଙ୍କ ଅଜାନ ପର୍ଯ୍ୟନ୍ତ ନିଃସନ୍ଦେହ ରୂପେ ଆହାର ଖାଅ ଓ ଜଳପାନ କର। କାରଣ ଇବ୍ନେ ଉମ୍ମେ ମକ୍ତୁମ ଅନ୍ଧ ବ୍ୟକ୍ତି ଥିଲେ ଏବଂ ଯେପର୍ଯ୍ୟନ୍ତ ଲୋକମାନଙ୍କ ବାର୍ତ୍ତାଳପର ସ୍ୱର ଶୁଭୁ ନଥିଲା, ସେ ସକାଳ ହୋଇଯାଉ ନା କାହିଁକି ସେ ପର୍ଯ୍ୟନ୍ତ ଇବ୍ନେ ଉମ୍ମେ ମକ୍ତୁମ ଅଜାନ ଦେଉନଥିଲେ। ସେ ଯାହା ହେଉ ଆଜିକାଲି ତ ଆଧୁନିକ ଯୁଗ, ଆଧୁନିକ ଯନ୍ତ୍ରପାତି ମାଧ୍ୟମରେ ସକାଳ ହେବାର ସଠିକ୍ ଗଣନା କରାଯାଇପାରୁଛି। ତେଣୁ ପ୍ରାୟତଃ ଅଜାନ ଶେଷ ସମୟ ନିର୍ଦ୍ଧାରିତ କରିଦିଆଯାଉଛି ଓ ଏହି ଚେଷ୍ଟା କରାଯାଉଛି ଯେ କାହାରିକୁ ଯେପରି ଭ୍ରମ ନ ଲାଗୁ। ଯଦି କେଉଁଠି ଭୁଲବଶତଃ ଅଜାନ ଶୀଘ୍ର ହୋଇଯାଏ ତେବେ ସେ ସ୍ଥଳେ ଏହି ନିୟମ ପ୍ରୟୋଗ କରାଯିବା ଉଚିତ। ବର୍ତ୍ତମାନ ରମଜାନ ମାସ ଆରମ୍ଭ ହେଉଛି, ତେଣୁ ମୁଁ ଏହି ମାର୍ଗଦର୍ଶନ ମଧ୍ୟ କରିଦେଲି, କିନ୍ତୁ ଲୋକମାନଙ୍କୁ ଏତେ
ନିଶ୍ଚିନ୍ତ ହୋଇଯିବା, ରିଲାକ୍ସ ହୋଇଯିବା ମଧ୍ୟ ଅନୁଚିତ ଯେ ସକାଳ ହେବା ପର୍ଯ୍ୟନ୍ତ ସେହେରି ଜାରି ରହିଥିବ। ସେ ଯାହା ହେଉ ଆମମାନଙ୍କର ଅଜାନ ଓ ଯେଉଁ ସମୟ ରହିଛି ତାହା ସଠିକ ହିସାବ କିତାବରେ ଏକ ଯଥୋଚିତ ପଦ୍ଧତିରେ ଧାର୍ଯ୍ୟ କରାଯାଇଥାଏ। ତେଣୁ ତାହାକୁ ଅନୁସରଣ କରିବା ଓ ତାହା ଉପରେ କାର୍ଯ୍ୟାନୁସରଣ କରିବା ଉଚିତ। ହଜରତ ମିର୍ଜା ବଶୀର ଅହମଦ ସାହେବ ରଜତାଲା ଏକ ବର୍ଣ୍ଣନା ଉଲ୍ଲେଖ କରିଛନ୍ତି। ମୁଫ୍ତି ମହମ୍ମଦ ସାଦିକ ସାହେବ ରଜତାଲା ତାଙ୍କୁ କହିଲେ ହଜରତ ମସିହ ମଉଦ ଅଲୈହିସ୍ସଲାତୁୱସ୍ସଲାମଙ୍କ କାଳରେ ଏକଦା ନମାଜେ ଇସ୍ତିସ୍କା ପାଠ କରାଯାଇଥିଲା, ଅର୍ଥାତ୍ ବର୍ଷା ହେବା ନିମନ୍ତେ ନମାଜ ପାଠ କରିବା। ସେହି ନମାଜରେ ହଜରତ ମସିହ ମଉଦ ଅଲୈହିସ୍ସଲାତୁୱସ୍ସଲାମ ସାମିଲ ଥିଲେ ଓ ସ୍ୱର୍ଗତ ମୌଲବୀ ମହମ୍ମଦ ହସନ ସାହେବ ଇମାମ ହୋଇଥିଲେ। ଲୋକମାନେ ନମାଜରେ ବହୁତ କାନ୍ଦୁଥିଲେ, କିନ୍ତୁ ହଜରତ ମସିହ ମଉଦ ଅଲୈହିସ୍ସଲାତୁୱସ୍ସଲାମକୁ କାନ୍ଦୁଥିବାର ଦେଖିନଥିଲେ, କାରଣ ହୁଜୁର ଅଲୈହିସ୍ସଲାମ ନିଜ ଉପରେ ନିୟନ୍ତ୍ରଣ ରକ୍ଷା କରୁଥିଲେ। ମୋର ମନେ ଅଛି ଏହା ପରେ ଅର୍ଥାତ୍ ନମାଜ ଇସ୍ତିସ୍କା ପରେ ଅନେକ ବାଦଲ ଆସିଲା ଓ ବର୍ଷା ହେଲା। କେବଳ ସେତିକି ନୁହେଁ, ବରଂ ସମ୍ଭବତଃ ସେହି ଦିନ ସାରା ବର୍ଷା ହୋଇଥିଲା। ହଜରତ ମିର୍ଜା ବଶୀର ଅହମଦ ସାହେବ ରଜତାଲ୍ଲା ହଜରତ ଅମ୍ମାଜାନ ରଜତାଲ୍ଲାଙ୍କ ମାଧ୍ୟମରେ ବର୍ଣ୍ଣନା କରନ୍ତି, ହଜରତ ମସିହ ମଉଦ ଅଲୈହିସ୍ସଲାତୁୱସ୍ସଲାମ 5 ବେଳା ନମାଜ ପାଠ କରିବା ବ୍ୟତୀତ 2 ପ୍ରକାରର ନୱାଫିଲ ନମାଜ ମଧ୍ୟ ପାଠ କରୁଥିଲେ। ଗୋଟିଏ ଇଶରାକ ନମାଜ, ଯାହାକି ହୁଜୁର ଅଲୈହିସ୍ସଲାମ କେବେ କେବେ ପାଠ କରୁଥିଲେ, ଆଉ ଦ୍ୱିତୀୟଟି ତହଜୁଦ ନମାଜର 8 ରେକାତ, ଯାହାକି ହୁଜୁର ଅଲୈହିସ୍ସଲାମ ସର୍ବଦା ପାଠ କରୁଥିଲେ। ହଁ, କଦାଚିତ ଆପଣ ଭୀଷଣ ବ୍ୟାଧିରେ ପୀଡ଼ିତ ହେଉଥିଲେ, ସେହି ନମାଜ ପାଠ କରିପାରୁନଥିଲେ, ଅର୍ଥାତ୍ ତହଜୁଦ ନମାଜ। କିନ୍ତୁ ଏପରି ଅବସ୍ଥାରେ ମଧ୍ୟ ହୁଜୁର ଅଲୈହିସ୍ସଲାମ ସେଜରେ ଶୟନ କରିବା ଅବସ୍ଥାରେ ଦୁଆ କରି ନେଉଥିଲେ। ନିଜର ଶେଷ ସମୟରେ ଯେତେବେଳେ ଦୁର୍ବଳତା ଯୋଗୁଁ ଛିଡ଼ା ହୋଇ ନମାଜ ପାଠ କରିବା କଷ୍ଟସାଧ୍ୟ ଥିଲା, ସେତେବେଳେ ହୁଜୁର ଅଲୈହିସ୍ସଲାମ ବସିକରି ଦୁଆ କରୁଥିଲେ। ହଜରତ ୟାକୁବ ଅଲି ସାହେବ ଉଲ୍ଲେଖ କରିଛନ୍ତି, ହୁଜୁର ଅଲୈହିସ୍ସଲାମ କେବଳ ନିଜ ପିତାଙ୍କ ଆଦେଶ ପାଳନ କରି ମକଦ୍ଦମାରେ ହାଜର ହେଉଥିଲେ, କିନ୍ତୁ ସେଠାରେ ହୁଜୁର ଅଲୈହିସ୍ସଲାମ ଏକଥା ପ୍ରତି ବିଶେଷ ଧ୍ୟାନ ରଖୁଥିଲେ ଯେ ନମାଜ ଯେପରି କଜା ନ ହୋଇଯାଉ। ହଜରତ ମସିହ ମଉଦ ଅଲୈହିସ୍ସଲାତୁୱସ୍ସଲାମଙ୍କ ସ୍ୱରରେ ଖୁବ୍ ଆତୁର ଓ ଦରଦ ରହିଥିଲା। ହୁଜୁର ଅଲୈହିସ୍ସଲାମ ଅତି ମଧୁର କଣ୍ଠରେ ପବିତ୍ର କୁରାନର ପଂକ୍ତି ଆବୃତ୍ତି କରୁଥିଲେ, କାରଣ ହୁଜୁର ପବିତ୍ର କୁରାନ ଗ୍ରନ୍ଥ ଓ ସୁନ୍ନତକୁ ଅତ୍ୟଧିକ ପ୍ରେମ କରୁଥିଲେ। ଆପଣଙ୍କ ଉପାସନା କଦାଚିତ ହଜରତ ମହମ୍ମଦ ମୁସ୍ତଫା ସଲ୍ଲଲ୍ଲାହୁଙ୍କ ପଦାଙ୍କ ଅନୁସରଣ କରିବା ବିପରୀତ ନଥିଲା। ନମାଜ ପାଠ କରିବା ବ୍ୟତୀତ ପବିତ୍ର କୁରାନର ଆବୃତ୍ତି କରିବା, ଦରୁଦ ଶରୀଫ ପାଠ କରିବା ଓ କ୍ଷମା ଯାଚନା କରିବା ଥିଲା। ଦିବାରାତ୍ରରେ ବସିବା, ଉଠିବା, ଚଳପ୍ରଚଳ କରିବା, ପ୍ରତ୍ୟେକ ହରକତରେ, ପ୍ରତ୍ୟେକ ଅବସ୍ଥାରେ ହୁଜୁର ଅଲୈହିସ୍ସଲାମ ପବିତ୍ର କୁରାନ ହିଁ ପାଠ କରୁଥିଲେ ଓ ଅହେତୁକ ରୋଦନ କରୁଥିଲେ। ନମାଜ ପାଠ କରିବା ପାଇଁ ଯେତେବେଳେ ହଜରତ ମସିହ ମଉଦ ଅଲୈହିସ୍ସଲାତୁୱସ୍ସଲାମ ମସଜିଦ୍ ଯାଇପାରୁନଥିଲେ, ସେତେବେଳେ ନିଜ ଗୃହରେ ହିଁ ସାମୂହିକ ନମାଜ ପାଠ କରୁଥିଲେ। ଆଉ ଏପରି ଅବସ୍ଥାରେ ଅଧିକାଂଶ ସମୟରେ ହୁଜୁର ଅଲୈହିସ୍ସଲାମ ଆମ ମାତାଙ୍କୁ ଅର୍ଥାତ୍ ହଜରତ ଅମ୍ମାଜାନଙ୍କୁ ନିଜ ସାଥିରେ ସାମିଲ କରି ନେଉଥିଲେ। ପୁଣି ଯେତେବେଳେ ମକଦ୍ଦମା ଯୋଗୁଁ କଚେରୀରେ ଆପଣ ରହୁଥିଲେ, ସେଠାରେ ମଧ୍ୟ ନମାଜର ସମୟ ହେବା ମାତ୍ରେ ନମାଜ ପାଠ କରିବାକୁ ଚାଲି ଯାଉଥିଲେ ଓ ନମାଜ ପାଠ କରିବାରେ ମସଗୁଲ ହୋଇଯାଉଥିଲେ ଓ ଏପରି ଧୈର୍ଯ୍ୟ ଓ ସ୍ଥିରତାର ସହିତ ନମାଜ ପାଠ କରୁଥିଲେ। ଏକଦା ହୁଜୁର ଅଲୈହିସ୍ସଲାମ କହିଲେ, ମୁଁ ବଟାଲାର ଏକ ମକଦ୍ଦମା ପ୍ରସଙ୍ଗରେ ଗଲି, ସେଠାରେ ନମାଜର ସମୟ ହୋଇଗଲା, ମୁଁ ନମାଜ ପାଠ କରିବାକୁ ଚାଲିଗଲି। ତେବେ ନମାଜ ପାଠ ସମୟରେ ପିଅନ ଜଣକ ଡାକ ଛାଡ଼ିଲା। ପ୍ରତିପକ୍ଷ ଉପସ୍ଥିତ ହୋଇଥିଲା ଓ ସେ ଏକତରଫା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରୁଥିଲା, ଅର୍ଥାତ୍ ଏହି ଅବସରରୁ ଫାଇଦା ଉଠାଇବାକୁ ଚାହୁଁଥିଲା। ତେଣୁ ସେ ଜଜ୍କୁ ଅନୁରୋଧ ମଧ୍ୟ କଲା ଯେ ଏକତରଫା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ, କିନ୍ତୁ ନିର୍ଣ୍ଣୟ ତା ସପକ୍ଷରେ ହେଲା ନାହିଁ। ଯେଭଳି ସେ ଜୋର ଦେଉଥିଲା, ତାହାକୁ ଅଦାଲତର ନ୍ୟାୟାଧୀଶ ଭ୍ରୂକ୍ଷେପ କଲା ନାହିଁ ଓ ମକଦ୍ଦମାର ନିଷ୍ପତ୍ତି ତାହା ଚିନ୍ତାଧାରା ତାହାର ଜୋର ଦେବା ବିପରୀତ କରିଦେଲେ। ଆଉ ଯେତେବେଳେ ମୁଁ ନମାଜ ପାଠ କରିସାରିଲି, ସେତେବେଳେ ମୋର ଏହି ଧାରଣା ଥିଲା ଯେ ସମ୍ଭବତଃ ବିଚାରପତି ଜଣକ ଆଇନଗତ ଦୃଷ୍ଟିରୁ ମୋର ଅନୁପସ୍ଥିତିକୁ ଲକ୍ଷ୍ୟ କରି
ପ୍ରତିପକ୍ଷ ସପକ୍ଷରେ ନିଷ୍ପତ୍ତି ଦେଇଥିବେ, ରାୟ ଦେଇଥିବେ। କିନ୍ତୁ ମୁଁ ଯେତେବେଳେ ଉପସ୍ଥିତ ହେଲି, ଜଜ୍ ସାହେବଙ୍କୁ କହିଲି ଯେ ଜଜ୍ ସାହେବ, ମୁଁ ବାହାରେ ନମାଜ ପାଠ କରୁଥିଲି। ପ୍ରତି ଉତ୍ତରରେ ଜଜ୍ ସାହେବ କହିଲେ, ମହୋଦୟ, ମୁଁ ତ ଆପଣଙ୍କ ସପକ୍ଷରେ ରାୟ ଦେଇସାରିଛି। ଏହା ମଧ୍ୟ ଉପାସନାର କଲ୍ୟାଣ ଓ ଆଲ୍ଲାହ ତାଆଲାଙ୍କର କୃପାର ଏକ ନିଦର୍ଶନ ଥିଲା। ହଜରତ ମିର୍ଜା ବଶୀର ଅହମଦ ସାହେବ ରଜିୟତାଲା ହଜରତ ଅମ୍ମାଜାନଙ୍କ ମାଧ୍ୟମରେ କୁହନ୍ତି, ହଜରତ ମସିହ ମଉଦ ଆଲୈହିସ୍ସଲାମ ଯେତେବେଳେ ଘରେ ମଗରିବ ନମାଜ ପାଠ କରୁଥିଲେ, ସେତେବେଳେ ଆପଣ ଅନେକ ଥର ସୂରେ ୟୁସୁଫର ସେହି ଆୟାତ ପାଠ କରୁଥିଲେ, ଯହିଁରେ ଶବ୍ଦାବଳୀ ଥିଲା ଯେ ଇନ୍ନାମା ଆଶ୍କୁ ବସି ୱ ହୁଜ୍ନି ଇଲାଲ୍ଲାହ, ଅର୍ଥାତ୍ ମୁଁ ବ୍ୟାକୁଳତା ଓ ଦୁଃଖର ଗୁହାରି କେବଳ ଅଲ୍ଲାହଙ୍କ ଛାମୁରେ କରୁଛି। ହଜରତ ମିର୍ଜା ବଶୀର ଅହମଦ ସାହେବ ରଜିୟତାଲା ଉଲ୍ଲେଖ କରନ୍ତି, ମୁଁ ଏକଥା କହିଦେବାକୁ ଚାହେଁ ଯେ ହଜରତ ମସିହ ମଉଦ ଆଲୈହିସ୍ସଲାମଙ୍କ ସ୍ୱରରେ ଅତ୍ୟନ୍ତ ଦରଦ ଓ ବେଦନା ରହିଥିଲା। ଆତୁରତାର ସହିତ ହୁଜୁର ନମାଜ ପାଠ କରୁଥିଲେ। ସେହିପରି ହଜରତ ମିର୍ଜା ମହମ୍ମଦ ଦୀନ ସାହେବ ରଜିୟତାଲା ବର୍ଣ୍ଣନା କରନ୍ତି, ହୁଜୁର ଆଲୈହିସ୍ସଲାମ ମସଜିଦରେ ଫର୍ଜ ନମାଜ ପାଠ କରୁଥିଲେ ଓ ସୁନ୍ନତ ନୱାଫିଲ ନମାଜ ଘରେ ଯାଇ ପାଠ କରୁଥିଲେ। ଇଶା ନମାଜ ପରେ ଆପଣ ଶୀଘ୍ର ଶୋଇଯାଉଥିଲେ। ପୁନଶ୍ଚ ଅର୍ଦ୍ଧରାତ୍ରରୁ ଉଠି ନଫିଲ ନମାଜ ପାଠ କରୁଥିଲେ। ତାପରେ ହୁଜୁର କୁରାନ କରୀମର ଆବୃତ୍ତି କରୁଥିଲେ। ଆଉ ଜଣେ ଜୀବନୀ ଲେଖାଳି ଉଲ୍ଲେଖ କରିଛନ୍ତି, ହୁଜୁର ଆଲୈହିସ୍ସଲାମ ପବିତ୍ର କୁରାନ ଓ ହୁଜୁର ସଲ୍ଲଲ୍ଲାହୁ ଆଲୈହି ವಸಲ್ಲମଙ୍କ ସୁନ୍ନତକୁ ବେଶ ଭଲ ପାଉଥିଲେ। ହୁଜୁର ଆଲୈହିସ୍ସଲାମ ଯେଉଁ ଉପାସନା କରୁଥିଲେ ତାହା ପବିତ୍ର କୁରାନ ଓ ସୁନ୍ନତର କୌଣସି ଆଦେଶ ବିପରୀତ ନଥିଲା। 5 ବେଳା ନମାଜ ବ୍ୟତୀତ ନମାଜ ତେହଜୁଦ ପାଠ କରିବା, ଇଶରାକ ନମାଜ ପାଠ କରିବା ଆପଣଙ୍କର ଅଭ୍ୟାସ ଥିଲା। ହୁଜୁର ଆଲୈହିସ୍ସଲାମ କହୁଥିଲେ, ଏହି ପଥ୍ୟକୁ ମୁଁ ଜଣେ ମଦ୍ୟପ ଠାରୁ ଶିଖିଛି। ଏକଦା ମୋତେ ନମାଜରେ ପ୍ରଭୁଙ୍କ ଉପସ୍ଥିତି ମନରେ ଅନୁଭବ ହେଲା ନାହିଁ। ତେବେ ମୁଁ ଜଙ୍ଗଲ ଆଡ଼କୁ ବାହାରି ପଡ଼ିଲି ଯେ ମୁଁ ସେଠାକୁ ଯାଇ ନମାଜ ପାଠ କରିବି। ସେ ଯାହା ହେଉ ବାଟରେ ବଜାର ପଡ଼ିଲା। ସେଠାରେ ଜଣେ ହିନ୍ଦୁ ବ୍ୟକ୍ତି ନିଜର ଅନ୍ୟ ଜଣେ ବନ୍ଧୁକୁ କହୁଥିଲା ଯେ ରାତିରେ ଆମେମାନେ ମଦର ଗୋଟିଏ ପ୍ୟାକ୍ ପିଇଲୁ, କିନ୍ତୁ ନିଶା ହେଲା ନାହିଁ। ତାପରେ ଦ୍ୱିତୀୟ ପ୍ୟାକ୍ ପାନ କଲୁ, ଯେତେବେଳେ ତାହାଦ୍ୱାରା ମଧ୍ୟ ନିଶା ହେଲା ନାହିଁ, ସେତେବେଳେ ଆମେ ତୃତୀୟ ପ୍ୟାକ୍ ପାନ କଲୁ। ଅତଏବ ଏହିପରି ଭାବରେ ଆମେମାନେ ବାରମ୍ବାର ମଦ୍ୟପାନ କଲୁ, ଏପର୍ଯ୍ୟନ୍ତ କି ଆମମାନଙ୍କୁ ନିଶା ଚଢ଼ିଗଲା। ହଜରତ ମସିହ ମଉଦ ଆଲୈହିସ୍ସଲାମ କୁହନ୍ତି, ମୁଁ ଭାବିଲି ଯେ ମୁଁ ମଧ୍ୟ ବାରମ୍ବାର ନମାଜ ପାଠ କରିବି, ଏପର୍ଯ୍ୟନ୍ତ କି ମୋତେ ଆଧ୍ୟାତ୍ମିକ ନିଶା ହୋଇଯିବ। ସେ ଯାହା ହେଉ, ଫର୍ଜ ନମାଜ ତ ବାରମ୍ବାର ପାଠ କରାଯାଇ ପାରିବ ନାହିଁ, କିନ୍ତୁ ନୱାଫିଲ ପାଠ କରିବା ପ୍ରତି ହୁଜୁର ଆଲୈହିସ୍ସଲାମଙ୍କର ଧ୍ୟାନ ରହୁଥିଲା। ବାରମ୍ବାର ନୱାଫିଲ ନମାଜ ପାଠ କରୁଥିଲେ। ଏତଦ୍ବ୍ୟତୀତ ଦରୁଦ ଶରୀଫ ପାଠ କରିବା, ଇସ୍ତିଗଫାର କରିବା ଆଦି ମଧ୍ୟ ହୁଜୁର ଆଲୈହିସ୍ସଲାମଙ୍କ ଅଭ୍ୟାସରେ ରହିଥିଲା। ଏକ ଅବସରରେ ଇଶରାକ ନମାଜ ପାଠ କରିବାର ଚର୍ଚ୍ଚା କରି ହୁଜୁର ଆଲୈହିସ୍ସଲାମ ସ୍ୱୟଂ ବର୍ଣ୍ଣନା କରନ୍ତି, ଏଥିରେ ହିକମତ ଅର୍ଥାତ୍ ତତ୍ତ୍ୱଜ୍ଞାନ ଓ ଉପାସନାରେ ଯାଇ କଥା ଅଟକିଯାଏ। ମହୁ ଓ ମଧୁମେହ ରୋଗର ଚର୍ଚ୍ଚା ଚାଲିଥିଲା ଯେ ମଧୁମେହ ରୋଗରେ ମହୁ ସେବନ କରିବା ଉଚିତ ବା ନୁହେଁ। ତେବେ ପ୍ରତି ଉତ୍ତରରେ ହୁଜୁର ଆଲୈହିସ୍ସଲାମ କହିଲେ, ମଧୁମେହ ରୋଗ ଯୋଗୁଁ ମୁଁ ବହୁତ କଷ୍ଟ ପାଇଥିଲି। ଏହି ରୋଗ ହେଲେ ଡାକ୍ତରମାନେ ମିଠା ଜାତୀୟ ଦ୍ରବ୍ୟ ଓ ଖାଦ୍ୟ ପଦାର୍ଥ ସେବନ କରିବା ସ୍ୱାସ୍ଥ୍ୟ ପକ୍ଷେ ହାନିକାରକ ବୋଲି ମତବ୍ୟକ୍ତ କରିଛନ୍ତି। ତେଣୁ ଆଜି ମୁଁ ଏହି ବିଷୟ ଉପରେ ବିଚାର କରୁଥିଲି ଯେ ମୋ ମନରେ ଏହି ଧାରଣା ଆସିଲା ଯେ ବଜାରରେ ଯେଉଁ ଗୁଡ଼ ମିଳେ ତାହାକୁ ଅନେକ ଲୋକମାନେ ଓ ଦୁରାଚାରୀ ଲୋକମାନେ ପ୍ରସ୍ତୁତ କରିଥାନ୍ତି। ଯଦି ତହିଁରୁ କାହାର କିଛି କ୍ଷତି ଘଟେ ତେବେ ତହିଁରେ ଆଶ୍ଚର୍ଯ୍ୟ ହେବାର କିଛି କଥା ନାହିଁ। କିନ୍ତୁ ଅସଲ ମହୁ ତ ଈଶ୍ୱରଙ୍କ ଐଶୀବାଣୀ ଦ୍ୱାରା ପ୍ରସ୍ତୁତ ହୋଇଥାଏ। ତେଣୁ ଏହାର ବିଶେଷତ୍ୱ ଅନ୍ୟ ମିଠା ଦ୍ରବ୍ୟ ପରି କଦାପି ନୁହେଁ। ଯଦି ମହୁ ଅନ୍ୟ ମିଠା ପଦାର୍ଥ ପରି ହୋଇଥାନ୍ତା, ତେବେ ସମସ୍ତ ମିଠା ଜାତୀୟ ଦ୍ରବ୍ୟ ସମ୍ପର୍କରେ ଏହା କୁହାଯାଇ ପାରିଥାନ୍ତା ଯେ ଶିଫାଉଲ ଲିନ୍ନାସ, କିନ୍ତୁ ତହିଁରେ କେବଳ ମହୁକୁ ହିଁ ଆଲ୍ଲାହ ତାଆଲା
ସାମିଲ କଲେ ଯେ କେବଳ ମହୁରେ ହିଁ ସ୍ୱାସ୍ଥ୍ୟ ଲାଭ ହୋଇଥାଏ, ମହୁ ପରି ଅନ୍ୟ ମିଠା ଜାତୀୟ ଦ୍ରବ୍ୟରେ ନୁହେଁ। ସେହିପରି ଐଶୀବାଣୀର ସ୍ତର ରହିଛି ଯେ ଐଶୀବାଣୀ ଦ୍ୱାରା ଆଧ୍ୟାତ୍ମିକ ସ୍ୱାସ୍ଥ୍ୟ ଲାଭ ହୋଇଥାଏ, ଆଧ୍ୟାତ୍ମିକ ସ୍ତରରେ ମନୁଷ୍ୟ ଉନ୍ନତି କରିଥାଏ। ହଜରତ ମୁଫତି ମୋହମ୍ମଦ ସାଦିକ ସାହେବ ରଜିୟତାଲ୍ଲାହ ବର୍ଣ୍ଣନା କରନ୍ତି, ଏକଦା ଏକ ଭୟଙ୍କର ଭୂମିକମ୍ପ ହେଲା। ସମଗ୍ର ଘର ଓ ଘରର ଆସବାବ ପତ୍ର ସବୁ ହଲିବାକୁ ଲାଗିଲା, ଆନ୍ଦୋଳିତ ହୋଇଗଲା। ଲୋକମାନେ ଆଶ୍ଚର୍ଯ୍ୟଚକିତ ହୋଇ ଛାନିଆ ହେଲେ ଯେ ଏସବୁ କ'ଣ ହେଉଛି। ଏପରି ସମୟରେ ଈଶ୍ୱରଙ୍କ ମସିଙ୍କ ଅବସ୍ଥା ଅତ୍ୟନ୍ତ ଦର୍ଶନୀୟ ଥିଲା। କାରଣ ଆହାଦିସରେ ଆମେମାନେ ପାଠ କରିଥିଲୁ ଯେ ନବୀ କରୀମ ସାଲ୍ଲାଲ୍ଲାହୁ ଆଲାଇହି ୱସଲ୍ଲାମ ଏପରି ଆକାଶୀୟ ଓ ଭୂମିକମ୍ପ ଜନିତ ଘଟଣା ସମୟରେ ପରିବାରବର୍ଗଙ୍କ ଉପରେ ଆଲ୍ଲାହ ତାଆଲାଙ୍କ ମର୍ଯ୍ୟାଦାଜନକ ଭୟର ବେଶ ଗଭୀର ପ୍ରଭାବ ମୁଖମଣ୍ଡଳରେ ପ୍ରକାଶ କରୁଥିଲେ। ହୁଜୁର ସାଲ୍ଲାଲ୍ଲାହୁ ଆଲାଇହି ୱସଲ୍ଲାମ ସାମାନ୍ୟ ବାଦଲକୁ ଦେଖିବା ମାତ୍ରେ ବ୍ୟଗ୍ର ଓ ବ୍ୟାକୁଳ ହୋଇ ଉଠୁଥିଲେ, କାରଣ ସେଥିରେ ଆଲ୍ଲାହ ତାଆଲାଙ୍କର କୋପ ନିହିତ ରହିଥାଏ। ଅତଏବ ବ୍ୟବହାରିକ ରୂପେ ସେହି ଫାର୍ସି ପଦଟି ଯାହାକି ହୁଜୁର ଆଲାଇହିସଲାମଙ୍କ ମୁଖ ନିଃସୃତ ଥିଲା, ତାହା ଏହିକି ଯେ ହର କେ ଆରିଫ ତର୍ଶାନ୍ତର, ଅର୍ଥାତ୍ ଯେଉଁ ବ୍ୟକ୍ତି ଯେତେ ଆଧ୍ୟାତ୍ମିକ ସେହି ବ୍ୟକ୍ତି ସେତିକି ଭଗବାନଙ୍କୁ ଭୟ କରିଥାଏ, ଈଶ୍ୱରଙ୍କୁ ଭୟ କରିଥାଏ। ସେ ଯାହା ହେଉ, ଭୂମିକମ୍ପ ଆରମ୍ଭ ହେବା ମାତ୍ରେ ହୁଜୁର ଆଲାଇହିସଲାମ ପରିବାରବର୍ଗକୁ ଓ ସନ୍ତାନମାନଙ୍କୁ ନେଇ ଆଲ୍ଲାହ ତାଆଲାଙ୍କ ସମକ୍ଷରେ ଦୁଆ କରିବାକୁ ଆରମ୍ଭ କରିଦେଉଥିଲେ। ଆଲ୍ଲାହ ତାଆଲାଙ୍କ ଆଗରେ ନତମସ୍ତକ ହୋଇଯାଉଥିଲେ। ଅନେକ ସମୟ ପର୍ଯ୍ୟନ୍ତ ରୁକୁରେ ଛିଡ଼ା ହୋଇ ରହୁଥିଲେ ଓ ସଜଦାରେ ମଧ୍ୟ ପଡ଼ି ରହୁଥିଲେ। ହଜରତ ମୁସଲିମ ମଉଦ ରଜିୟତାଲ୍ଲାହ ବା ଜାମାତ ନମାଜର ମହତ୍ଵ ସମ୍ପର୍କରେ ବର୍ଣ୍ଣନା କରିଛନ୍ତି। ଯେହେତୁ ଆଜିକାଲି ଲୋକମାନେ ଦୂର ଦୂରରେ ରହୁଛନ୍ତି ଓ ମସଜିଦଠାକୁ ଆସି ନମାଜ ବା ଜମାତ ପଢ଼ିବା ସେମାନଙ୍କ ପାଇଁ କଷ୍ଟସାଧ୍ୟ ହେଉଛି, ତେଣୁ ସେହି କାଳରେ ଯେବେ କି ବ୍ୟବଧାନ ଓ ଦୂରତା ମଧ୍ୟ ରହିଥିଲା ଓ ବାହନ ମଧ୍ୟ ଉପଲବ୍ଧ ନଥିଲା, ସେତେବେଳେ ଲୋକମାନେ ଘରେ ନମାଜ ପାଠ କରି ନେଉଥିଲେ। କିନ୍ତୁ ବର୍ତ୍ତମାନ ଲୋକମାନଙ୍କୁ ଘରେ ପୃଥକ ଭାବରେ ନମାଜ ପାଠ କରିବା ଅନୁଚିତ ବା ଜମାତ ନମାଜ ପାଠ କରିବା ଉଚିତ। ଆପଣ ରଜିୟତାଲ୍ଲାହ କୁହନ୍ତି, ନମାଜ ବା ଜମାତର ଏକ ବିଧି ଏହା ମଧ୍ୟ ରହିଛି ଯେ ସ୍ତ୍ରୀ ପିଲା ଛୁଆମାନଙ୍କୁ ସାଙ୍ଗରେ ଧରି ବା ଜମାତ ନମାଜ ପାଠ କରି ନିଆଯାଉ। ଯଦି ମସଜିଦ ଯାଇପାରୁନାହଁ ତେବେ ଘରେ ହିଁ ବା ଜମାତ ନମାଜ ପାଠ କରିବାର ଅଛି। ହଜରତ ମୁସଲିମ ମଉଦ ରଜିୟତାଲ୍ଲାହ କୁହନ୍ତି, ଯେହେତୁ ବ୍ୟବଧାନ ଯୋଗୁଁ ପୃଥକ ଭାବରେ ନମାଜ ପାଠ କରିବାର ଅଭ୍ୟାସ ପଡ଼ିଯାଇଛି ଓ ବା ଜମାତ ନମାଜର ମହତ୍ଵ ଲୋକମାନଙ୍କ ହୃଦୟରେ ହ୍ରାସ ପାଉଛି, ସେଥିପାଇଁ ଆଜି ମୁଁ ଏହିସବୁ କାରଣ ଦେଖିବାକୁ ପାଉଛି। ଅତଏବ ଏହି ଅଭ୍ୟାସକୁ ପରିତ୍ୟାଗ କରିଦିଅ ଓ ନମାଜ ବା ଜମାତର ଅଭ୍ୟାସ କର। ଆଜି ମଧ୍ୟ ଯେଉଁ ଯେଉଁଠି ତ୍ରୁଟି ଓ ଦୁର୍ବଳତା ରହିଛି, ସେଠାରେ ଲୋକମାନଙ୍କୁ ଭୟ ଏହି କଥା ପ୍ରତି ଧ୍ୟାନ ଦେବାର ଆବଶ୍ୟକତା ରହିଛି। ଆପଣମାନେ ଘର ଲୋକମାନଙ୍କୁ, ଛୋଟ ପିଲାମାନଙ୍କ ସହିତ ନମାଜ ପାଠ କରନ୍ତୁ। ଏହାଦ୍ୱାରା ପିଲାମାନଙ୍କୁ ମଧ୍ୟ ନମାଜ ପାଠ କରିବାର ଅଭ୍ୟାସ ପଡ଼ିଯିବ। ହଜରତ ମୁସଲିମ ମଉଦ ରଜିୟତାଲ୍ଲାହ ପୁନଶ୍ଚ ହଜରତ ମସିହ ମଉଦ ଆଲୈହିସ୍ସଲାମଙ୍କ ଉଦାହରଣ ଉପସ୍ଥାପନ କରିଛନ୍ତି। ଯେତେବେଳେ ହୁଜୁର ଆଲୈହିସ୍ସଲାମ ନମାଜ ପାଇଁ ଘରୁ ଯାଇପାରୁନଥିଲେ, ସେପରି ଅବସରରେ ଆପଣ ଘରେ ହିଁ ବା ଜମାତ ନମାଜ ପାଠ କରି ନେଉଥିଲେ ଏବଂ ଏପରି କୌଣସି ବାଧ୍ୟବାଧକତା ହେଉଥିଲା, ଆଉ ଯଦି ଏପରି କୌଣସି ବାଧ୍ୟବାଧକତା ହେଉଥିଲା ତେବେ ହୁଜୁର ପୃଥକ ନମାଜ ପାଠ କରି ନେଉଥିଲେ। ଆଉ ସେତେବେଳେ ବିଶେଷ ଭାବରେ ହୁଜୁର ମହିଳାମାନଙ୍କୁ ଓ ଆମ ମାତାଙ୍କୁ ନେଇ ବା ଜମାତ ନମାଜ ପାଠ କରି ନେଉଥିଲେ। ହଜରତ ସୈୟଦ ଜୈନୁଲ ଆବିଦୀନ ୱଲିଉଲ୍ଲାହ ଶାହ ସାହେବ ରଜିୟତାଲ୍ଲାହ ବର୍ଣ୍ଣନା କରନ୍ତି, 1935 ମସିହାରେ ମୁଁ ସିଆଲକୋଟ ଗଲି। ସେଠାରେ ମୋର ସାକ୍ଷାତ ଜଣେ ବୃଦ୍ଧା ମହିଳା ସହିତ, ଯାହାଙ୍କ ନାମ ହୟାତ ବିବି ଥିଲା, ତାଙ୍କ ସହିତ ହେଲା। ସେ ଫଜଲ ଦିନ ସାହେବଙ୍କ ସୁପୁତ୍ରୀ ଥିଲେ ଓ ହାଫିଜ ତଥା କାରୀ ମୋହମ୍ମଦ ସଫି ସାହେବଙ୍କର ମାତା ମଧ୍ୟ ଥିଲେ। ମୋତେ ତାଙ୍କୁ ଭେଟିବାର ସୁଯୋଗ ମିଳିଲା। ସେତେବେଳେ ମାତାଶ୍ରୀ ନିଜ ଭବନର
ଏରୁଣ୍ଡି ବନ୍ଧ ଉପରେ ବସିଥିଲେ। ଆମେ ତାଙ୍କୁ ଚିହ୍ନି ପାରିଲୁ ନାହିଁ, କିନ୍ତୁ ସେ ଆମମାନଙ୍କୁ ଚିହ୍ନି ପକାଇଲେ। ସେ ଆମକୁ ଅସଲାମୁ ଆଲେଇକୁମ୍ କହିଲେ ଓ କହିଲେ, ଏପଟକୁ ଆସନ୍ତୁ। ମାତାଶ୍ରୀଙ୍କ ବୟସ ସେତେବେଳେ 105 ବର୍ଷ ହୋଇଯାଇଥିଲା। ସେ କହିଲେ, ବିଦ୍ରୋହ କାଳରେ ଏଠାରେ ଦଳାଚକଟା ହେଉଥିଲା। ମାତାଶ୍ରୀ ନିଜ ସମ୍ପର୍କରେ କୁହନ୍ତି, ମୋର ବୟସ କେତେ? ଯେତେବେଳେ କାର୍ଯ୍ୟାଳୟ ଓ କଚେରୀକୁ ନିଆଁ ଲଗାଇ ଦିଆଗଲା, ସେତେବେଳେ ମୁଁ ଯୁବତୀ ଥିଲି। ସେ ଯାହା ହେଉ, ଏହି ଚର୍ଚ୍ଚା କରିବା ସମୟରେ, କଥାବାର୍ତ୍ତା କରିବା ସମୟରେ ସେ କହିଲେ, ମୁଁ ମିର୍ଜା ସାହେବକୁ ସେବେଠାରୁ ଚିହ୍ନିଛି ଯେତେବେଳେ ହୁଜୁର ପ୍ରଥମ ଥର କରି ସିଆଲକୋଟ ଆସିଥିଲେ ଓ ଏଠାରେ ଚାକିରି କରିଥିଲେ। ତାଙ୍କର କର୍ମମୟ ଜୀବନ ଚାଲିଥିଲା। ମିର୍ଜା ସାହେବଙ୍କ ବୟସ ସେତେବେଳେ ଏପରି ଥିଲା ଯେପରିକି ଆପଣ ଆଲେଇସଲାମ ଚେହେରାରେ ସମ୍ପୂର୍ଣ୍ଣ ରୂପେ ଦାଢ଼ି ଆସିନଥିଲା। ସିଆଲକୋଟ ଆସିବା ପରେ ହଜରତ ମିର୍ଜା ସାହେବ ମୋ ପିତାଶ୍ରୀଙ୍କ ଘରକୁ ଆସିଲେ ଓ ତାଙ୍କୁ ଡାକ ମାରିଲେ, ମିଆଁ ଫଜଲଦିନ ସାହେବ ଆପଣଙ୍କ ଯେଉଁ ଦ୍ୱିତୀୟ ଭବନ ରହିଛି, ଓ କହିଲେ, ମିଆଁ ଫଜଲଦିନ ସାହେବ ଆପଣଙ୍କର ଯେଉଁ ଦ୍ୱିତୀୟ ମହଲା ରହିଛି, ତାହା ମୋତେ ରହିବାକୁ ଦିଅନ୍ତୁ ଆଉ ମୋ ଠାରୁ ଘର ଭଡ଼ା ନେଇ ନିଅନ୍ତୁ। ମୋ ପିତାଶ୍ରୀ କବାଟ ଖୋଲିଦେଲେ ଓ ଭିତରକୁ ଆସିବାକୁ କହିଲେ। ସେତେବେଳେ ସେହି କୋଠରୀରେ ଖଟଟିଏ, ଜଳ ଓ ଜାହାନମାଜ ଆଦି ରଖାଯାଇଥିଲା। ପିତାଶ୍ରୀ ମିର୍ଜା ସାହେବଙ୍କର ଜିନିଷପତ୍ର ସାଙ୍ଗରେ ରଖିଲେ। ହଜରତ ମସିହ ମଉଦ ଆଲୈହିସ୍ସଲାତୁୱସ୍ସଲାମଙ୍କ ଏହି ଅଭ୍ୟାସ ଥିଲା ଯେ ଯେତେବେଳେ ଆପଣ କଚେରୀରୁ ଫେରୁଥିଲେ, ସେତେବେଳେ ପ୍ରଥମେ ମୋ ପିତାଶ୍ରୀଙ୍କୁ ଡାକୁଥିଲେ ଓ ତାଙ୍କୁ ସାଙ୍ଗରେ ଧରି ଘର ଭିତରକୁ ଯାଉଥିଲେ। ମିର୍ଜା ସାହେବଙ୍କ ଅଧିକ ସମୟ ମୋ ପିତାଶ୍ରୀଙ୍କ ସହିତ ବସା ଉଠା କରିବାରେ ଅତିବାହିତ ହେଉଥିଲା। ମିର୍ଜା ସାହେବଙ୍କ ଆହାର ମଧ୍ୟ ଆମ ଘରେ ପ୍ରସ୍ତୁତ ହେଉଥିଲା। ମୋ ପିତାଶ୍ରୀ ହିଁ ମିର୍ଜା ସାହେବଙ୍କୁ ଆହାର ପହଞ୍ଚାଉଥିଲେ। ମିର୍ଜା ସାହେବ ଭିତରକୁ ଯାଉଥିଲେ ଓ କବାଟ ବନ୍ଦ କରିଦେଉଥିଲେ। ଭିତରୁ ପବିତ୍ର କୁରାନ ପାଠ କରିବାର ସ୍ୱର ଶୁଭାଯାଉଥିଲା। ମୋ ପିତାଶ୍ରୀ କହୁଥିଲେ ଯେ ମିର୍ଜା ସାହେବ ପବିତ୍ର କୁରାନ ପାଠ କରିବା ସମୟରେ ସିଜଦାରେ ପଡ଼ିଯାଉଥିଲେ ଓ ଦୀର୍ଘ ସମୟ ପର୍ଯ୍ୟନ୍ତ ସିଜଦା କରୁଥିଲେ। ସଜଦାରେ ଆପଣ ଏଭଳି ରୋଦନ କରୁଥିଲେ ଯେ ଭୂମି ଓଦା ହୋଇଯାଉଥିଲା। ମୋ ମାତାଶ୍ରୀ ହଜରତ ମସିହ ମଉଦ ଆଲୈହିସ୍ସଲାତୁୱସ୍ସଲାମଙ୍କ ସମ୍ପର୍କରେ ଆମମାନଙ୍କୁ ଅନେକ ଥର କହିଛନ୍ତି ଯେ ମୁଁ ହୁଜୁର ଆଲୈହିସ୍ସଲାମଙ୍କ ନାମରେ ଉତ୍ସର୍ଗ ହୋଇଯିବି। ହଜରତ ଶେଖ ୟାକୁବ ଅଲି ଇରଫାନି ସାହେବ, ମୀର ହସନ ସାହେବ, ଯେ କି ଡକ୍ଟର ଆଲ୍ଲାମା ଇକବାଲ ସାହେବଙ୍କ ଶିକ୍ଷକ ଥିଲେ, ତାଙ୍କର ଏକ ବୃତ୍ତାନ୍ତ ବର୍ଣ୍ଣନା କରିଛନ୍ତି ଯେ ହଜରତ ମିର୍ଜା ସାହେବ ପ୍ରଥମେ ମହଲ୍ଲା କଶ୍ମୀର ଠାରେ, ଯାହାକି ଏହି ବିନୀତ ପାପଗ୍ରସ୍ତ ଦିନ କୁଟୀରର ଅତି ନିକଟବର୍ତ୍ତୀ ଅବସ୍ଥିତ ଉମ୍ରା ନାମକ ଜୈନିକ କଶ୍ମୀରୀ ବ୍ୟକ୍ତିର ବାସଭବନରେ ଭଡ଼ାରେ ରହୁଥିଲା। ମୌଲଭୀ ମୀର ହସନ ସାହେବ ଯେତେବେଳେ କଚେରୀରୁ ଘରକୁ ଫେରୁଥିଲେ, ସେତେବେଳେ ଆପଣ ପବିତ୍ର କୁରାନର ତିଲାୱତ କରିବାରେ ମଜି ଯାଉଥିଲେ। ପୁଣି ତିଲାୱତ ସମୟରେ ଆପଣଙ୍କ ଚକ୍ଷୁରୁ ଧାର ଧାର ଅଶ୍ରୁ ନିର୍ଗତ ହୋଇଯାଉଥିଲା। ଏପରି ବିନୀତତା ଓ ବିନମ୍ରତାର ସହିତ ତିଲାୱତ କରୁଥିଲେ ଯାହାର ଦୃଷ୍ଟାନ୍ତ ମିଳେ ନାହିଁ। ସେ ଉଲ୍ଲେଖ କରନ୍ତି, ସେହି ଉମ୍ରା, ଯେ କି ବ୍ୟକ୍ତିର ନାମ ହେଉଛି ଉମ୍ରା, ଯେ କି ବାସଭବନର ମାଲିକ ଥିଲା, ତାର ବଡ଼ ଭାଇ ଯାହାଙ୍କ ନାମ ଫଜଲଦିନ ସାହେବ ଥିଲା, ସାହିରେ ତାଙ୍କୁ ସମ୍ମାନ ଦୃଷ୍ଟିରେ ସମସ୍ତେ ଦେଖୁଥିଲେ। ଏକ ଅବସରରେ ସେ ଲୋକମାନଙ୍କୁ କଚେରୀରେ ନିଜ ପାଖରେ ବସିଥିବାର ହଜରତ ମସିହ ମଉଦ ଆଲୈହିସ୍ସଲାତୁୱସ୍ସଲାମଙ୍କୁ ଦେଖିଲେ ଓ ମିଆଁ ଫଜଲଦିନ ସାହେବଙ୍କୁ ଡକାଇଲେ ଯେ ମିଆଁ ଫଜଲଦିନ ସାହେବ, ଏମାନଙ୍କୁ ଆପଣ ଟିକେ ବୁଝାନ୍ତୁ, ଏମାନେ ଏଠାକୁ ନ ଆସନ୍ତୁ, ଏମାନେ ନିଜର ସମୟ ନଷ୍ଟ କରନ୍ତୁ ନାହିଁ, ଏମାନେ ମୋର ସମୟ ଯେପରି ବର୍ବାଦ ନ କରନ୍ତୁ। ମୁଁ ହାକିମ ନୁହେଁ, ମୋ ଦ୍ୱାରା ଯେତିକି ହୋଇପାରିବ ମୁଁ କଚେରୀରେ ତାହା ସମ୍ପାଦନ କରିଥାଏ। ତେଣୁ ମିଆଁ ଫଜଲଦିନ ସାହେବ ସେମାନଙ୍କୁ ବୁଝାସୁଝା କରି ବାହାର କରିଦେଉଥିଲେ। ପଟିଆଲାରେ ଜଣେ ଅହମଦୀ ବ୍ୟକ୍ତି ଯାହାଙ୍କ ନାମ ମୁନ୍ସି ଅବଦୁଲ ୱାହିଦ ସାହେବ ଥିଲା, ହୁଜୁର ଆଲୈହିସ୍ସଲାମ ତିଲାୱତ ସମ୍ପର୍କରେ ବର୍ଣ୍ଣନା କରନ୍ତି। ହୁଜୁର 15 ବର୍ଷ ବୟସରେ ଦିନ ତମାମ ପବିତ୍ର କୁରାନ କରିମର ଆବୃତ୍ତି କରୁଥିଲେ ଓ ତାହାର ଟିପ୍ପଣୀ ଲେଖୁଥିଲେ। ହଜରତ ମୁସଲିମ ମଉଦ ରଜତାଲ୍ଲାହ ହୁଜୁର ହଜରତ ମସିହ ମଉଦ ଆଲୈହିସ୍ସଲାତୁୱସ୍ସଲାମଙ୍କ ସମ୍ପର୍କରେ ଉଲ୍ଲେଖ କରନ୍ତି
ମିର୍ଜା ସାହେବଙ୍କୁ ବାଲ୍ୟକାଳରୁ ହିଁ ନିଜ ପିତାଶ୍ରୀଙ୍କ ଜୀବନରେ ଏପରି ଏକ ତିକ୍ତ ଉଦାହରଣ ଦେଖିବାକୁ ମିଳିଥିଲା ଯେ ଆପଣ ଆଲାଇହିସଲାମ ଆପଣଙ୍କ ସ୍ୱଭାବ ସଂସାରରୁ ଶିଥିଳ ପଡ଼ିଯାଇଥିଲା। ଯେତେବେଳେ ଆପଣ ଛୋଟ ପିଲା ଥିଲେ ସେତେବେଳେ ମଧ୍ୟ ହୁଜୁର ଅର୍ଥାତ୍ ହଜରତ ମସିହ ମଉଦ ଆଲାଇହିସଲାମ ସମସ୍ତ ତାଙ୍କର ଇଚ୍ଛା କାମନା ଈଶ୍ୱରଙ୍କ ପ୍ରତି ସମର୍ପିତ କରିଦେଇଥିଲେ ଓ ଈଶ୍ୱରଙ୍କ ପ୍ରସନ୍ନତା ଓ ତାଙ୍କ ପ୍ରୀତିଭାଜନ ଲାଭ କରିବା ପାଇଁ ତାଙ୍କ ନିକଟରେ ପଡ଼ି ରହୁଥିଲେ। ସୁତରାଂ ଆପଣ ଆଲାଇହିସଲାମଙ୍କ ଜୀବନୀ ଲେଖାଳି ଶେଖ ୟାକୁବ ଅଲି ସାହେବ ଇରଫାନି ରଜିୟତାଲା କୁହନ୍ତି ହଜରତ ମସିହ ମଉଦ ଆଲାଇହିସଲାମଙ୍କ ଶୈଶବାବସ୍ଥା ସମ୍ପର୍କରେ ଗୋଟିଏ କଥା ମନେ ରଖିବା ଉଚିତ ଯେ ହୁଜୁର ଆଲାଇହିସଲାମ ନିଜ ସମବୟସ୍କ କନ୍ୟା ଯାହାଙ୍କ ସହିତ ପରବର୍ତ୍ତୀ ସମୟରେ ଆପଣଙ୍କର ବିବାହ ହୋଇଥିଲା, ଯେ କି ଆପଣଙ୍କର ସମ୍ପର୍କୀୟ ଭଉଣୀ ମଧ୍ୟ ଥିଲେ, ତାଙ୍କୁ ଦୁଆ କରିବାକୁ କହିଲେ, ହେ ହତଭାଗିନୀ, ଦୁଆ କର, ଈଶ୍ୱର ମୋତେ ନମାଜ ପାଠ କରିବାକୁ ଶକ୍ତି ପ୍ରଦାନ କରନ୍ତୁ। ଏହି ଉକ୍ତିରୁ ଜଣାପଡ଼ୁଛି ଯେ ଅତି ସ୍ୱଳ୍ପ ବୟସରୁ ହିଁ ହୁଜୁର ଆଲାଇହିସଲାମଙ୍କ ଭାବାବେଗ ଅତି ନିର୍ମଳ ଓ ପବିତ୍ର ଥିଲା। ହୁଜୁର ଆଲାଇହିସଲାମ କୁହନ୍ତି, ମୁଁ ପିଲାବେଳୁ ରୋଜା ରଖିବାର ଅଭ୍ୟସ୍ତ ଥିଲି। ମୁଁ ପିଲାବେଳେ ସମ୍ପୂର୍ଣ୍ଣ 29 ଗୋଟି ରୋଜା ରଖିଥିଲି ଓ ସେହି ଦିନ ମୋର ଆନନ୍ଦ ଉତ୍ସାହର ଇଦ୍ ଥିଲା, କାରଣ ରୋଜା ରଖିବାରେ ବିଶେଷ କଲ୍ୟାଣ ଲାଭ ହୋଇଥାଏ। ଯେପରି ପ୍ରତ୍ୟେକ ଫଳର ଭିନ୍ନ ଭିନ୍ନ ସ୍ୱାଦ ରହିଥାଏ, ଅନନ୍ୟ ସ୍ୱାଦ ରହିଥାଏ, ଠିକ୍ ସେହିପରି ପ୍ରତ୍ୟେକ ଉପାସନାରୁ ପୃଥକ ଆନନ୍ଦ ଓ ଆତ୍ମସନ୍ତୋଷ ଲାଭ ହୋଇଥାଏ। କାରଣ ଏହି ଉପାସନାରେ ଆଧ୍ୟାତ୍ମିକତା ରହିଛି ଯାହାକୁ ମନୁଷ୍ୟ ନିଜ ଭାଷାରେ ପରିପ୍ରକାଶ କରିବା ସମ୍ଭବ ନୁହେଁ। ତେଣୁ ମନୁଷ୍ୟ ପାଇଁ ଆବଶ୍ୟକ ଯେ ସେ ଅତି ଆତୁର ଓ ବିନୟ ଆତ୍ମାର ସହିତ ବହିଯିବା ଜଳ ସଦୃଶ ଉପାସନାରେ ନିଜ ପାଳନକର୍ତ୍ତାଙ୍କୁ ସାକ୍ଷାତ କରୁ। ବିଖ୍ୟାତ ନେତା ଜଫର ଅଲି ଖାନ ସାହେବ ନାମକ ଜଣେ ବ୍ୟକ୍ତି ଥିଲେ। ତାଙ୍କ ପିତାଙ୍କ ନାମ ମୌଲଭୀ ସିରାଜୁଦ୍ଦିନ ସାହେବ ଥିଲା। ଖବରକାଗଜ ଜମିଦାରର ସମ୍ପାଦକ ଜଫର ଅଲି ଖାନ ସାହେବଙ୍କ ପିତାଶ୍ରୀ ମୌଲଭୀ ସିରାଜୁଦ୍ଦିନ ସାହେବ ଥିଲେ। ମୌଲଭୀ ସିରାଜୁଦ୍ଦିନ ସାହେବ ପୁଣ୍ୟଶ୍ଲୋକ ହଜରତ ମସିହ ମଉଦ ଆଲାଇହିସଲାମଙ୍କ ସିଆଲକୋଟ ଠାରେ କାର୍ଯ୍ୟରତ ଥିବା ସମ୍ପର୍କରେ ଉଲ୍ଲେଖ କରନ୍ତି ଯେ 1877 ମସିହାରେ ଦିନେ ଆମକୁ ରାତ୍ରରେ କାଦିଆନରେ ହଜରତ ମସିହ ମଉଦ ଆଲାଇହିସଲାମଙ୍କ ଘରେ ଆତିଥ୍ୟତାର ସୌଭାଗ୍ୟ ପ୍ରାପ୍ତ ହେଲା। ସେହି ଦିନମାନଙ୍କରେ ମଧ୍ୟ ହୁଜୁର ଆଲାଇହିସଲାମ ଉପାସନା ଓ ଈଶ୍ୱରଙ୍କ ଗୁଣଗାନ କରିବା, ତାଙ୍କର ଜପ କରିବାରେ ଏପରି ନିମଜ୍ଜିତ ରହୁଥିଲେ ଯେ ଆପଣ ଅତିଥିମାନଙ୍କ ସହିତ କମ୍ କଥାବାର୍ତ୍ତା କରୁଥିଲେ। ହଜରତ ମିର୍ଜା ବଶୀର ଅହମଦ ସାହେବ ରଜିୟତାଲା ଅନ୍ୟ ଏକ ବର୍ଣ୍ଣନାରେ ଉଲ୍ଲେଖ କରିଛନ୍ତି, ଭାଇ ଅବ୍ଦୁର ରହମାନ କାଦିଆନୀ ସାହେବ ରଜିୟତାଲା ବର୍ଣ୍ଣନା କରନ୍ତି, ଇଦ୍ ଉଲ୍ ଆଜହା ଅର୍ଥାତ୍ ବକ୍ରିଦ୍ 1900 ମସିହାରୁ ଗୋଟିଏ ଦିନ ପୂର୍ବେ ହଜ୍ ଦିନ ଥିଲା। ହଜରତ ମସିହ ମଉଦ ଆଲାଇହିସଲାମ ହଜରତ ମୌଲଭୀ ନୁରୁଦ୍ଦିନ ସାହେବ ରଜିୟତାଲାଙ୍କୁ କହିଲେ, ମହୋଦୟ, ମୁଁ ଏହି ହଜ୍ ଦିନଟିକୁ ବିଶେଷ ରୂପେ ଦୁଆ କରିବାରେ ଅତିବାହିତ କରିବାକୁ ଚାହୁଁଛି। ତେଣୁ ଯେଉଁ ବନ୍ଧୁ ଦୁଆ ନିମନ୍ତେ ଆବେଦନପତ୍ର ଦେବାକୁ ଚାହୁଁଛନ୍ତି ସେମାନେ ନିଜର ନାମ ଲେଖାଇ ଦିଅନ୍ତୁ ଅବା ତାହା ପ୍ରେରଣ କରିଦିଅନ୍ତୁ। ସୁତରାଂ ହଜରତ ଭାଇ ଅବ୍ଦୁର ରହମାନ ସାହେବ ବର୍ଣ୍ଣନା କରନ୍ତି, ସେହିଦିନ ଏତେ ମାତ୍ରାରେ ହଜରତ ମୌଲଭୀ ନୁରୁଦ୍ଦିନ ସାହେବ ରଜିୟତାଲାଙ୍କ ମାଧ୍ୟମରେ ହଜରତ ମସିହ ମଉଦ ଆଲାଇହିସଲାମଙ୍କ ସେବାରେ ଦୁଆର ପତ୍ର ହସ୍ତଗତ ହେଲା ଓ କେତେକ ବ୍ୟକ୍ତି ସିଧାସଳଖ ଦୁଆପତ୍ର ଲେଖି ହୁଜୁର ଆଲାଇହିସଲାମଙ୍କ ସେବାରେ ପ୍ରେରଣ କଲେ। ଯେହେତୁ ସେହି କାଳରେ ଇଦ୍ ଅବସରରେ ବାହାର ସ୍ଥାନରୁ ଅନେକ ବନ୍ଧୁମାନେ ଇଦ୍ ନମାଜ ପାଠ କରିବା ନିମନ୍ତେ ଓ ହଜରତ ମସିହ ମଉଦ ଆଲାଇହିସଲାମଙ୍କୁ ସାକ୍ଷାତ କରି ଉପକୃତ ହେବା ନିମନ୍ତେ ସେମାନେ କାଦିଆନ ଚାଲି ଆସୁଥିଲେ। ସେମାନେ ଏକ ଆଦୃଷ୍ଟ ଆହ୍ୱାନରେ ସାମିଲ ହୋଇଗଲେ ଓ ଏହି ଦିନ କାଦିଆନରେ ବିଶେଷ ଦୁଆ ଏବଂ ଅସାଧାରଣ ଆକୁଳ ନିବେଦନ ଅତ୍ୟନ୍ତ କଲ୍ୟାଣର ସହିତ ଅତିବାହିତ କରିଥିଲେ। ହଜରତ ମସିହ ମଉଦ ଆଲାଇହିସଲାମ ନିଜର ସେହି ଅବସ୍ଥାକୁ ଯାହା ବାଜମାତ ନମାଜ ନିମନ୍ତେ ହୁଜୁରଙ୍କ ମନରେ ସୃଷ୍ଟି ହେଉଥିଲା ତାହା ବର୍ଣ୍ଣନା କରିଛନ୍ତି। ଗୋଟିଏ ସଭାରେ
ଯେ ମୋ ମୁଣ୍ଡର ଅବସ୍ଥା ଆଜି ମଧ୍ୟ ଭଲ ନୁହେଁ, ଅର୍ଥାତ୍ ହୁଜୁରଙ୍କୁ ମୁଣ୍ଡବିନ୍ଧାର ସମସ୍ୟା ରହିଥିଲା। ଯେତେବେଳେ ଜମାତ ନମାଜ ପାଠ ପାଇଁ ଛିଡ଼ା ହେବା ସମୟ ଆସୁଥିଲା ଓ ଲୋକମାନେ ଏକତ୍ରିତ ହେଉଥିଲେ ବା ଜମାତ ନମାଜ ପାଠ କରିବାକୁ, ସେତେବେଳେ ହୁଜୁର ବା ଜମାତ ନମାଜରେ ସାମିଲ ହୋଇପାରିନଥିଲେ। ବଡ଼ ଦୁଃଖ ଓ ଅନୁତପ୍ତ ହୋଇଥିଲେ ଯେ ମୁଁ ଅତି କଷ୍ଟରେ ପଡ଼ି ଉଠି ଧାଇଁ ଚାଲି ଆସନ୍ତି କି। ଏଭଳି ଥିଲା ନମାଜ ପାଠ କରିବା ପ୍ରତି ଆପଣଙ୍କର ଆଗ୍ରହ ଓ ଉତ୍କଣ୍ଠା। ସେ ଯାହା ହେଉ ହଜରତ ମସିହ ମଉଦ ସଲାମ କୁହନ୍ତି, ଆଜି ମଧ୍ୟ ମୋର ମୁଣ୍ଡ ବିନ୍ଧା ହେଉଛି, ମୁଣ୍ଡ ବିନ୍ଧା ବ୍ୟାଧିରେ ମୁଁ ଆକ୍ରାନ୍ତ, ତଥାପି ମୁଁ ମସଜିଦ୍ ଚାଲି ଆସିଛି। ସେ ଯାହା ହେଉ ଉଦ୍ୟମ କରି ମୁଁ ମସଜିଦକୁ ଆସିଛି। ଥରେ ନୁହେଁ, ଅନେକ ଥର ଏପରି ହୋଇଛି। ହଜରତ ମୌଲାନା ଅବ୍ଦୁଲ କରୀମ ସାହେବ ସିଆଲକୋଟି ରଜିୟତାଲା କୁହନ୍ତି, ହଜରତ ମସିହ ମଉଦ ସଲାମଙ୍କ ସାକ୍ଷାତ ସ୍ଥାନ ସାଧାରଣତଃ ମସଜିଦରେ ହିଁ ହେଉଥିଲା। ହୁଜୁର ଅସୁସ୍ଥ ଥିବା ସତ୍ତ୍ୱେ 5 ବେଳା ନମାଜ ବା ଜମାତ ପାଠ କରିବାକୁ ମସଜିଦକୁ ଆସୁଥିଲେ ଆଉ କହୁଥିଲେ ଯେ ଏହାଠାରୁ ଅଧିକ ଦୁଃଖଦ କଥା କିଛି ହୋଇନପାରେ ଯେ ବା ଜମାତ ନମାଜ ପାଠ କରିବାରୁ ମୁଁ ବଞ୍ଚିତ ରହିଯାଏ। ମୌଲବୀ ଅବ୍ଦୁଲ କରୀମ ସାହେବ ସିଆଲକୋଟି ରଜିୟତାଲା ଆହୁରି କୁହନ୍ତି, ମୋର ମନେ ଅଛି ଯେତେବେଳେ ଲୋକମାନଙ୍କର ଯାତାୟାତ ଓ ଗହଳି କମ୍ ଥିଲା, ହୁଜୁର ଇସଲାମଙ୍କର ଏହି ମନସ୍କାମନା ରହିଥିଲା ଯେ ଏପରି ହୁଅନ୍ତା କି ମୋର ନିଜ ଜମାତ ଥାନ୍ତା, ସେହି ସମ୍ପ୍ରଦାୟ ସହିତ ମିଶି ମୁଁ 5 ବେଳା ନମାଜ ପାଠ କରନ୍ତି, ମୁଁ ଦୁଆରେ ବ୍ୟସ୍ତ ହୋଇଯାଆନ୍ତି ଓ ଆଲ୍ଲାହ ତାଆଲା ମୋର ଦୁଆକୁ ସ୍ୱୀକାର କରିବେ। ଆଜି ଈଶ୍ୱରଙ୍କର ଏହି କୃପା ରହିଛି ଯେ ନମାଜ ପାଠକାରୀଙ୍କ ସଂଖ୍ୟା 80-90 ହୋଇଗଲାଣି। ବର୍ତ୍ତମାନ ତ ଆଲ୍ଲାହ ତାଆଲାଙ୍କ କୃପାରୁ ପ୍ରତ୍ୟେକ ଦେଶରେ ଆମମାନଙ୍କର ମସଜିଦ ରହିଛି, ମିଶନ ହାଉସ ରହିଛି। ମସଜିଦ ଗୁଡ଼ିକରେ 5 ବେଳା ନମାଜ ପାଠ କରାଯାଉଛି ଓ ବା ଜମାତ ନମାଜ ପାଠ କରାଯାଉଛି। ମୌଲବୀ ସାହେବ ପୁନଶ୍ଚ ଉଲ୍ଲେଖ କରନ୍ତି ଯେ ନମାଜ ପାଠ କରିବା ପରେ ଆପଣ ତୁରନ୍ତ ଗୃହକୁ ଚାଲି ଯାଉଥିଲେ ଓ ନିଜ ଲେଖାଲେଖିରେ ବ୍ୟସ୍ତ ହୋଇଯାଉଥିଲେ। ହଜରତ ଅବ୍ଦୁଲ ସତ୍ତାର ସାହେବ ରଜିୟତାଲା ବର୍ଣ୍ଣନା କରନ୍ତି, ହୁଜୁର ଇସଲାମ ଦାବି କରିବା ପୂର୍ବରୁ ଏକ ଛୋଟିଆ ମସଜିଦ ମୁବାରକ ନାମରେ ନିର୍ମିତ କରିଥିଲେ। ହୁଜୁର ସେଠାରେ ଜୋହର, ଅସର ଓ ମଗରିବ ଇଶା ନମାଜ ବା ଜମାତ ପାଠ କରୁଥିଲେ। ଆମେ 3 ଜଣ କେବଳ ଆପଣଙ୍କ ସାଙ୍ଗରେ ରହୁଥିଲୁ, ଅର୍ଥାତ୍ ମିଆଁ ଗୁଲାବ ସାହେବ, ଅବ୍ଦୁଲ ସତ୍ତାର ସାହେବ ଓ ମିଆଁ ଜାନ ମୋହମ୍ମଦ ସାହେବ। ହଜରତ ଅବ୍ଦୁଲ ସତ୍ତାର ସାହେବ ବର୍ଣ୍ଣନା କରନ୍ତି, ହଜରତ ସାହେବ ଯେଭଳି ନମାଜ ପାଠ କରୁଥିଲେ ସେହି ଶୈଳୀ ମୋତେ ଜଣା। ହୁଜୁର ପ୍ରତ୍ୟେକ ନମାଜରେ ବିନମ୍ରତାପୂର୍ବକ ବିଳାପ କରି ରୋଦନ କରି ନମାଜ ପାଠ କରୁଥିଲେ, ଯେପରି ଜଣେ ସନ୍ତାନ ନିଜ ମାତା ପିତାଙ୍କ ସମ୍ମୁଖରେ କାନ୍ଦି ଅଳି କରି ଥାଏ। ସେହିପରି ହୁଜୁର ଇସଲାମଙ୍କ ହୃଦୟରେ ଗଭୀର ଭାବବିହ୍ୱଳ ହୋଇ ହୁଜୁର ନମାଜ ପାଠ କରୁଥିଲେ। ପୀର ସିରାଜୁଲ ହକ ସାହେବ ନୁମାନି ରଜିୟତାଲା ବର୍ଣ୍ଣନା କରନ୍ତି, ହଜରତ ମସିହ ମଉଦ ସଲାମ ଯେଉଁ ଜନାଜା ନମାଜ ପାଠ କରୁଥିଲେ ସେଥିରେ ସୁବହାନଲ୍ଲାହ କହୁଥିଲେ ଓ ସୁନ୍ନତ ଅନୁଯାୟୀ ନମାଜ ପାଠ କରୁଥିଲେ। ଶତାଧିକ ଥର ହୁଜୁର ଇସଲାମକୁ ନମାଜ ଜନାଜା ଗାଏବ ପାଠ କରିବାର ସୁଯୋଗ ମିଳିଥିଲା। ଏକଦା ଚର୍ଚ୍ଚା ମିଳେ ଯେ ଯେତେବେଳେ ସ୍ୱର୍ଗତ ମିଆଁ ଜାନ ମୋହମ୍ମଦ ସାହେବ କାଦିଆନୀ ମୃତ୍ୟୁବରଣ କଲେ, ସେତେବେଳେ ହୁଜୁର ହଜରତ ମସିହ ମଉଦ ସଲାମ ତାଙ୍କ ଜନାଜା ପାଇଁ ପ୍ରସ୍ଥାନ କଲେ, କାରଣ ସେ ହୁଜୁର ଇସଲାମଙ୍କର ଅନୁଗାମୀ ଓ ପ୍ରେମିକ ଉତ୍ସର୍ଗୀମାନଙ୍କ ମଧ୍ୟରୁ ଅନ୍ୟତମ ଥିଲେ। ତାଙ୍କ ସହିତ ହଜରତ ମସିହ ମଉଦ ସଲାମଙ୍କର ଘନିଷ୍ଠତା ଅତି ନିବିଡ଼ ଥିଲା। ହୁଜୁର ତାଙ୍କୁ ଖୁବ୍ ଭଲ ପାଉଥିଲେ। ଅତଏବ ହୁଜୁର ଇସଲାମ ତାଙ୍କ ଜନାଜା ନମାଜ ପାଠ କରାଇଲେ ଓ ଏତେ ଦୀର୍ଘ ସମୟ ପାଠ କରାଇଲେ ଯେ ମୁକ୍ତଦି ଅର୍ଥାତ୍ ପଛରେ ନମାଜ ପାଠକାରୀଙ୍କର ଗୋଡ଼ ଦରଜ କରିବାକୁ ଲାଗିଲା ଆଉ ମୋ ଅବସ୍ଥା ମଧ୍ୟ ବିଗିଡ଼ିଗଲା। ଯେତେବେଳେ ଆମେ ନମାଜ ଜନାଜା ପାଠ କରିନେଲୁ ଓ ଘରକୁ ଫେରିଲୁ, ସେତେବେଳେ କେହି ଜଣେ ହୁଜୁର ଇସଲାମକୁ ପଚାରିଲେ, ଏତେ ଦୀର୍ଘ ସମୟ ପର୍ଯ୍ୟନ୍ତ ନମାଜ ଜନାଜା ପାଠ କରାଇଲେ ଯେ ଆମେମାନେ ତ ଥକି ପଡ଼ିଲୁ, ଏଥିରେ ହୁଜୁର ଇସଲାମକୁ ମଧ୍ୟ ବହୁତ କଷ୍ଟ ହୋଇଥିବ ସତ। ଏଥିରେ ହୁଜୁର ଇସଲାମ କହିଲେ, ଆମେ ତ ଆଲ୍ଲାହ ତାଆଲାଙ୍କ ଛାମୁରେ ଦୁଆ କରୁଥିଲୁ, ଏଥିରେ ଆମେ ଥକିବାର ପ୍ରଶ୍ନ ଉଠୁଛି କେଉଁଠୁ?
ଆଉ ତାଙ୍କ ସମକ୍ଷରେ ଆମେ ଏହି ମୃତକଙ୍କ ପାଇଁ କ୍ଷମାଯାଚନା କରୁଥିଲୁ। କ'ଣ କେବେ ଭିକାରୀ ବି ଥକି ପଡ଼େ? ମନେ ରଖ, ଯିଏ ଥକି ପଡ଼େ ସେ ବଞ୍ଚିତ ରହିଯାଏ। ଆମେମାନେ ଭିକ୍ଷାକାରୀ ଓ ସେ ଅବିନେଶ୍ୱର ପ୍ରଭୁ ଦାତା, ତେବେ ଆମେ ଥକିବା କେମିତି? ଦେଖ, ଯାହାଠାରୁ ନିମିତ୍ତ ମାତ୍ର ପାଇବାର ଆଶା ଥାଏ ତାହା ନିକଟରେ ତ ଭିକ୍ଷାକାରୀ ଦୃଢ଼ତାର ସହିତ ବସି ପଡ଼ିଥାଏ, ଆଉ ଯେପର୍ଯ୍ୟନ୍ତ କିଛି ହାସଲ କରିନଥାଏ ତା ସମ୍ମୁଖରୁ ଉଠି ନଥାଏ। ଆଲ୍ଲାହ ତାଆଲା ଆମମାନଙ୍କୁ ମଧ୍ୟ ଏହି ଭାବନା ପୋଷଣ କରି ନମାଜ ପାଠ କରିବାକୁ ଶକ୍ତି ପ୍ରଦାନ କରନ୍ତୁ। ଆମେମାନେ ତ ଏହି ସର୍ତ୍ତରେ ହଜରତ ମସିହ ମଉଦ ସଲାତୁସଲାମଙ୍କର ବୟାତ କରିଛେ ଯେ ଆମେମାନେ ଆଲ୍ଲାହ ଓ ତାହାଙ୍କ ପ୍ରିୟ ରସୁଲଙ୍କ ଆଦେଶ ଅନୁଯାୟୀ ନମାଜ ପାଠ କରିବୁ। ସେହି ପରମ ଶକ୍ତିଶାଳୀ ଈଶ୍ୱରଙ୍କ ଦୟା ଓ ଅନୁକମ୍ପା ଗୁଡ଼ିକୁ ମନେ ପକାଇ ତାଙ୍କର ପ୍ରଶଂସା ଗାନ କରି ନମାଜ ପାଠ କରିବୁ। ଆଲ୍ଲାହ ତାଆଲା ଆମମାନଙ୍କୁ ଏହି ପ୍ରତିଜ୍ଞା ପୂରଣ କରିବାକୁ ଶକ୍ତି ପ୍ରଦାନ କରନ୍ତୁ। ନମାଜ ପରେ ମୁଁ ଦୁଇଟି ନମାଜ ଜନାଜା ଗାଏବ ମଧ୍ୟ ପାଠ କରାଇବି। ପ୍ରଥମ ହେଲେ ଶ୍ରୀମତୀ ସ୍ୱର୍ଗତା ଅମତୁଲ ଶରୀଫ ସାହେବାଙ୍କର। ସେ ଶ୍ରୀମାନ ମହମ୍ମଦ ଅହମଦ ବଟ ସାହେବ ଡେରିଆଁୱାଲା ନାରୋୱାଲର ପତ୍ନୀ ଥିଲେ। ବିଗତ ଦିନରେ 84 ବର୍ଷ ବୟସରେ ତାଙ୍କର ବିୟୋଗ ଘଟିଛି। ଇନ୍ନା ଲିଲ୍ଲାହି ଓ ଇନ୍ନା ଇଲୈହି ରାଜିଉନ୍। ଆଲ୍ଲାହ ତାଆଲାଙ୍କ କୃପାରୁ ସେ ଓସିୟତ କରିଥିଲେ ହଜରତ ମସିହ ମଉଦ ସଲାତୁସଲାମଙ୍କ ସାହାବୀ ହଜରତ ମୌଲवी ଉମରଦ୍ଦୀନ ସାହେବ, ଯେ କି ଗୁଜରାଟ ଜିଲ୍ଲାର ସାହିୱାଲଙ୍କର ସେ କନ୍ୟା ଥିଲେ। ମୌଲवी ଉମରଦ୍ଦୀନ ସାହେବ ନିଜର ଏକ ସ୍ୱପ୍ନ ଯୋଗୁଁ 1903 ମସିହାରେ ହଜରତ ମସିହ ମଉଦ ସଲାତୁସଲାମଙ୍କ ଝେଲମ ଯାତ୍ରା ସମୟରେ ଆପଣଙ୍କ ହସ୍ତରେ ବୟାତ କରିବାର ସୌଭାଗ୍ୟ ଅର୍ଜନ କରିଥିଲେ। ମୃତକ ନିଜ ପରିବାର ବର୍ଗଙ୍କ ମଧ୍ୟରେ ସ୍ୱାମୀଙ୍କ ବ୍ୟତୀତ 6ଟି ପୁତ୍ର ସନ୍ତାନ ଓ 5ଟି କନ୍ୟା ସନ୍ତାନ ଓ ଅନେକ ନାତି ନାତୁଣୀ ଛାଡ଼ି ଯାଇଛନ୍ତି। ଆପଣଙ୍କର ଗୋଟିଏ ପୁତ୍ର ଆସିଫ ମହମ୍ମଦ ବଟ ସାହେବ ଦାରୁସଲାମ ତାଞ୍ଜାନିଆରେ ମୁବଲ୍ଲିଗ ଭାବରେ ସେବା ସମ୍ପାଦନ କରୁଛନ୍ତି। କର୍ମଭୂମିରେ କାର୍ଯ୍ୟରତ ଥିବା ଯୋଗୁଁ ସେ ନିଜ ମାତାଙ୍କ ଜନାଜାରେ ସାମିଲ ହୋଇପାରି ନାହାନ୍ତି। ଆଉ ଜଣେ ନାତି ଉସାମା ବଟ ସାହେବ ମଧ୍ୟ ମୁବଲ୍ଲିଗ ଅଛନ୍ତି। ସେହିପରି ସ୍ୱର୍ଗତାଙ୍କର ଜ୍ୱାଇଁ ମଧ୍ୟ ମୁବଲ୍ଲିଗ ସିଲସିଲା ଅଛନ୍ତି। ତାଙ୍କର ସୁପୁତ୍ର ଆସିଫ ମେହମୁଦ ବଟ ସାହେବ ଉଲ୍ଲେଖ କରିଛନ୍ତି ଯେ ମୋ ମାତା ଅସଂଖ୍ୟ ସୁଗୁଣାବଳୀର ଅଧିକାରିଣୀ ଥିଲେ। ତାଙ୍କୁ ସତ୍ୟ ସ୍ୱପ୍ନ ମଧ୍ୟ ଆସୁଥିଲା। ଅନେକ ସ୍ୱପ୍ନ ତାଙ୍କର ସାକାର ହୋଇଛି, ପୂରଣ ହୋଇଛି। ପବିତ୍ର କୁରାନକୁ ସେ ଅହେତୁକ ଭଲ ପାଉଥିଲେ। ଫଜର ନମାଜ ପାଠ କରିବା ପରେ ସାହିର ଅହମଦୀ ଓ ଅଣ ଅହମଦୀ ପିଲାମାନଙ୍କୁ ପବିତ୍ର କୁରାନ ପାଠ କରାଉଥିଲେ। ପବିତ୍ର କୁରାନର ଆବୃତ୍ତି କରିବାକୁ ବହୁତ ଭଲ ପାଉଥିଲେ ଓ ଶୁଣିବାକୁ ମଧ୍ୟ ବହୁତ ଭଲ ପାଉଥିଲେ। ସର୍ବଦା କୌଣସି ନା କୌଣସି ପୁସ୍ତକ ଅଧ୍ୟୟନ କରୁଥିଲେ। ସେହିପରି କବିତା ସହିତ ତାଙ୍କର ନିବିଡ଼ ସମ୍ପର୍କ ରହିଥିଲା। ଦୁରେ ସମିନ, କଲାମେ ମେହମୁଦ ଓ ହଜରତ ଖଲିଫତୁଲ ମସିହ ରାବେଙ୍କର ରଚିତ କବିତା ଗୁଡ଼ିକୁ ଅନେକ ସମୟରେ ପାଠ କରୁଥିଲେ, ଯାହାକି ତାଙ୍କର ମୁଖସ୍ଥ ଥିଲା। ସ୍ୱର୍ଗତାଙ୍କର ଜ୍ୱାଇଁ ମସୁଦ ସାହେବ ମୁବଲ୍ଲିଗ ସିଲସିଲା ଅଛନ୍ତି। ସେ କୁହନ୍ତି, ଯେତେବେଳେ ମୁଁ କାଦିଆନ ଗଲି ସେତେବେଳେ ମୋତେ ମୋ ଶାଶୁ କହିଲେ, ପୁଅ, ସେଠାରେ ତୁମେ ଅଧିକରୁ ଅଧିକ ପାଦରେ ଚାଲିବ, କାରଣ ସେଠାକାର ଗଳିମାନଙ୍କରେ ହଜରତ ମସିହ ମଉଦ ସଲାତୁସଲାମ ବିଚରଣ କରିଛନ୍ତି। ଆଲ୍ଲାହ ତାଆଲା ସ୍ୱର୍ଗତଙ୍କ ପ୍ରତି ସଦୟ ହୁଅନ୍ତୁ ଓ ବୈକୁଣ୍ଠରେ ତାଙ୍କ ସ୍ତରକୁ ଉନ୍ନୀତ କରନ୍ତୁ ଓ ତାଙ୍କ ସନ୍ତାନ ସନ୍ତତିଙ୍କୁ ତାଙ୍କ ପଦାଙ୍କ ଅନୁସରଣ କରିବାକୁ ଶକ୍ତି ପ୍ରଦାନ କରନ୍ତୁ। ଦ୍ୱିତୀୟ ଜନାଜା ହେଉଛି ଶ୍ରୀଯୁକ୍ତ ସ୍ୱର୍ଗତ ଶେଖ ବଶୀର ଅହମଦ ସାହେବଙ୍କର। ବିଗତ ଦିନରେ 97 ବର୍ଷ ବୟସରେ ତାଙ୍କର ବିୟୋଗ ହୋଇଛି। ଇନ୍ନା ଲିଲ୍ଲାହି ଓ ଇନ୍ନା ଇଲୈହି ରାଜିଉନ୍। ଆଲ୍ଲାହ ତାଆଲାଙ୍କ କୃପାରୁ ସେ ଓସିୟତ କରିଥିଲେ। ନିଜ ପଛରେ 3 ଜଣ ପୁତ୍ର ଓ 5 ଜଣ କନ୍ୟା ସନ୍ତାନ ଛାଡ଼ି ଯାଇଛନ୍ତି। ସ୍ୱର୍ଗତ ମହୋଦୟ ଶେଖ ମୁହମ୍ମଦ ଦୀନ ସାହେବ, ସ୍ୱର୍ଗତ ମୁଖତାର ଆମ ସାହେବ ସଦର ଅଞ୍ଜୁମନ ଅହମଦିୟା ସାନିଙ୍କର ସାନ ପୁଅ ଥିଲେ। ସ୍ୱର୍ଗତ ଶେଖ ମୁବାରକ ଅହମଦ ସାହେବ ପୂର୍ବ ଆଫ୍ରିକା ଓ ୟୁକେର ଅମୀର ତଥା ମିଶନାରୀ ଇନଚାର୍ଜ ଥିଲେ। ସେହିପରି ଶେଖ ନୂର ଅହମଦ ସାହେବ ମୁନିର ଆରବି ଦେଶର ମୁବଲ୍ଲିଗଙ୍କର ସାନ ଭାଇ ଥିଲେ। ସ୍ୱର୍ଗତ ଶେଖ ବଶୀର ଅହମଦ ସାହେବ ତହଜୁଦ ନମାଜ ପ୍ରିୟ, ରୋଜା
ରଖିବାରେ ନିୟମାନୁବର୍ତ୍ତୀ ସର୍ବୋଚ୍ଚ ଉତ୍ତମ ଆଚରଣକାରୀ ବ୍ୟକ୍ତି ଥିଲେ। ଜମାତ ଅହମଦିୟା ଲାହୋରର ଜଣେ ନୈଷ୍ଠିକ କର୍ମଚାରୀ ତଥା ସଦସ୍ୟ ଥିଲେ। ଜମାତର ଆର୍ଥିକ ଡାକରାରେ ଅଂଶଗ୍ରହଣ କରୁଥିଲେ। ନିଜର ସନ୍ତାନମାନଙ୍କୁ ମଧ୍ୟ ଏଥିପାଇଁ ଅନୁପ୍ରାଣିତ କରିଥିଲେ, ଉତ୍ସାହିତ କରୁଥିଲେ। ଖିଲାଫତ ସହିତ ଆପଣଙ୍କର ଦୃଢ଼ ସମ୍ପର୍କ ରହିଥିଲା ଓ ନିଜର ସମ୍ପର୍କୀୟମାନଙ୍କୁ ମଧ୍ୟ ଏହି ଦରସ, ଏହି ଶିକ୍ଷା ଦେଉଥିଲେ ଯେ ଉପସ୍ଥିତ ଖଲିଫାଙ୍କ ସହିତ ନିଜ ସମ୍ପର୍କକୁ ଘନିଷ୍ଠ କର। ମୁଁ ମଧ୍ୟ ଦେଖିଛି ଯେ ସେ ଅତ୍ୟନ୍ତ ବିନୀତ ସ୍ୱଭାବର ବ୍ୟକ୍ତି ଥିଲେ, ଅତ୍ୟନ୍ତ ନମ୍ରତାର ସହିତ ସାକ୍ଷାତ କରୁଥିଲେ। ତାଙ୍କର ସୁପୁତ୍ର ଆସିଫ ସଇଦା ସାହେବା, ସୁପୁତ୍ରୀ ଆସିଫା ସଇଦା ସାହେବା କୁହନ୍ତି, ମୋ ପିତା ଫଜର ନମାଜ ପରେ ଅତ୍ୟନ୍ତ ମଧୁର କଣ୍ଠରେ ପବିତ୍ର କୁରାନର ତିଲାୱତ କରୁଥିଲେ ଓ ନିଜ ପିଲାମାନଙ୍କର ପ୍ରଶିକ୍ଷଣ କରୁଥିଲେ। ମୋର ବିବାହ ରବୁଆଠାରେ ହୋଇଥିଲା। ତେବେ ପିତାଶ୍ରୀ ମୋତେ କହିଲେ, ହେ ମୋର ମା, ତୁମେ ଅତ୍ୟନ୍ତ ସୌଭାଗ୍ୟଶାଳୀ। ତୁମେ ରବୁଆ ଭଳି ମରକଜକୁ ଯାଉଛ। ଆଲ୍ଲାହ ତାଆଲା ତୁମକୁ ନିଜ ସନ୍ତାନମାନଙ୍କର ସଠିକ୍ ସଂସ୍କାର କରିବାକୁ ସାମର୍ଥ୍ୟ ପ୍ରଦାନ କରନ୍ତୁ। ଆଲ୍ଲାହ ତାଆଲା ସ୍ୱର୍ଗତଙ୍କ ପ୍ରତି ସଦୟ ହୁଅନ୍ତୁ, ବୈକୁଣ୍ଠରେ ତାଙ୍କ ସ୍ତରକୁ ଉନ୍ନୀତ କରନ୍ତୁ ଓ ତାଙ୍କ ସନ୍ତାନ ସନ୍ତତିକୁ ତାଙ୍କ ଦୁଆର ଅଧିକାରୀ କରନ୍ତୁ ଓ ତାଙ୍କର ଦୁଆକୁ ସ୍ୱୀକାର କରନ୍ତୁ। Alhamdulillah, alhamdulillah, nahmaduhu wa nasta'inuhu wa nastaghfiruhu wa nu'minu bihi wa natawakkalu alayhi wa na'udhu billahi min shururi anfusina wa min sayyiati a'malina. Man yahdihillahu fala mudilla lahu ومن يضلله فلا هادي له ونشهد أن لا إله إلا الله ونشهد أن محمدا عبده ورسوله. عباد الله رحمكم الله إن الله يأمر بالعدل والإحسان وإيتاء ذي القربى وينهى عن الفحشاء والمنكر والبغي يعظكم لعلكم تذكرون. اذكروا الله يذكركم وادعوه يستجب لكم ولذكر الله أكبر.